विश्वव्यापक चिन्मय चिंतामणि चीर सुंदर सचितानंद कंद भगवान श्री सत्यनारायण देवंग प्रीति अर्थे सर्वे बोला रत्रानन देख बार हरि हरि बोला शक्ति उत्कल जननी झंकड़ वासिनी मातारिणी देवंग प्रीति अर्थे देव देव महादेव से नीलकंठ सुर देवंग प्रीति अर्थे सर्वे बोला रत्रानन देख बार हरि हरि बोला गुरु साक्षात् परम ब्रह्म तस्मै श्री गुरवे नमः धने नारायण रुद्रे अंबिके भास्करे तथा भिन्ना भिन्ना न कर्तव्यं पंचदेव नमस्तुते जंगले सदा वासमा सिंह वाहिनी सारोगे मम कंठे वसमत्त वाक्य देवी नमस्तुते भाईना 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 अरे होची कौन हबा को जाउची कौन मोर भाई अच्छा अरे हरिबल अध्याय सरी गला अच्छा या पर रूटीन देखो कौन आ पर आसो गोविंद बोलो या पर आसीबता बहु बोलो समुदी हां हां प्रभुंग निकट रे हां सत्यनारायणଙ୍କର अच्छा पाला अनुष्ठान आयोजन चलीछि हां हां अकर्म कर्मदायक शिव शंभु भोलानाथ हां विराजमान करिछन्ति अच्छा
ସତ୍ୟନାରାୟଣ ମହାପ୍ରଭୁ ବିରାଜମାନ କରିଛନ୍ତି। ହଁ ହଁ ବୀର ବଜରଙ୍ଗବାଲି ଜଗତରନାଥ ଜଗନ୍ନାଥ କଳାକାର ଧର୍ମ ମଞ୍ଚରେ ପଦାର୍ପଣ କରିছে। ହଁ ହଁ ବାୟକ ବନ୍ଧୁ ବାଦ୍ୟଶାସ୍ତ୍ର କଣ ପଦେ କହିବେ, ଆଚ୍ଛା ପ୍ରଭୁଙ୍କୁ ପଦେ ଡାକିବା, ଇଞ୍ଜିନ ଆସିକି ପହଞ୍ଚିବ। ସବୁ ତ ସଟ ଆଉ କଣ। ଦେଖିବା ତାହେଲେ ଆଜିର ରୋଟିନ କଣ ଅଛି। ସମ୍ମାନନୀୟ ବିଶ ସପ୍ତାଧୀର ନିଦୀରିତ ରଜନୀର ଜାଗୃତ ଜନତା ଏବଂ ରୁଣ୍ଡୀଭୂତ ଥିବା ମୋର ମାତୃସ୍ଥାନୀୟ ଭଗିନୀସ୍ଥାନୀୟ ମାଆକୁ ଭଉଣୀ ହେଇ ହେଇ ଆନନ୍ଦ ଭାଇ ଆଜ୍ଞା ଆଜ୍ଞା ପଲାର ପରମ୍ପରା ନୀତି ଭିତ୍ତି ଭିତ୍ତିକି ଲକ୍ଷ୍ୟ କରି ପ୍ରଭୁଙ୍କର ପଦକଞ୍ଜରେ ଭକ୍ତି ନିବେଦନ କରିବା ପରେ ଆମ୍ଭମାନଙ୍କର କିଛି ନା କିଛି ପାଲା ଜଗତରେ କର୍ମ କରିବାକୁ ପଡିଥାଏ। ଆଚ୍ଛା କର୍ମ କଣ? ଇଏ ହଉଛି ନାରାୟଣଙ୍କର ଦରବାର, ଚତୁଃପାର୍ଶ୍ୱରେ ଦେବାଦେବୀଙ୍କର ଠାକୁରଙ୍କର ମନ୍ଦିର, ବେଶ ବେଶ ସଂସ୍କୃତି ସମ୍ପନ୍ନ ଗ୍ରାମ ହେଲା ଯେ କି ବାଣୀଖିଲ। ହୋ ହୋ ଏଇ ରଣପୁର ବ୍ଲକ ଅନ୍ତର୍ଗତ ମୋ ଘରଟା ହଉଛି ରଣପୁର ପିମ୍ପଲ, ଗ୍ରାମଟା ହଉଛି ବାଣୀଖିଲ। ବା 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 ପିମ୍ପଲ। ଆନନ୍ଦ ଆଜ୍ଞା ଆଜ୍ଞା କହିବାର ପୋଥି ପୁରାଣ ବେଦ ଶାସ୍ତ୍ର ଜ୍ଞାନ ତତ୍ତ୍ୱ ମାର୍ଗ ଦର୍ଶନ ବିଭିନ୍ନ ପ୍ରକାରର କାବ୍ୟ କବିତାକୁ ନେଇ ବେଶ କେବଳ ଏ ପାଲାର ପରମ୍ପରା ବଞ୍ଚିଥାଏ। ହେଇ 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 କର୍ମ ବୋଲି କହିଲେ ଅନେକ ପଥରେ ବୁଝାଇବା, ଅନେକ ବାଟର ବାଟ ହେଲେ କର୍ମ। ହଁ ହଁ ତେବେ ଚାଲନ୍ତୁ ଯିବା। ଇଏ ତ ହଉଛି ପ୍ରତିଯୋଗିତା ପାଲା। ହଁ ହଁ ଦିନେ ହଉନା କାହିଁକି ବାଦ ପାଲା, 5 ଦିନ ହେଲେ ବି ବାଦ ପାଲା। ହଁ ହଁ କିଛି ବାଦ୍ୟର ଅର୍ଥ ନାମ ଅଲଗା ନାମ ହଉଛି ଦବା ନବା। ବେଶ ବେଶ ବାଦ୍ୟକୁ ଓଲଟେଇଲେ ଦବା ଦବା। କିଛି ଆମେ ଭାଇକି ଦବା, ହଁ, ହଁ। ଭାଇ କିଛି ଆମକୁ ଠିକ 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 ଯେ ଆମକୁ ଦିଆ ନିଆ ହବାକୁ ଆସିଛେ। ହଁ ମୋ ଧନ ସିଏ ମତେ ଦବା ପାଇଁ ଆଉ ସମୟ ନଥିବ, କାହିଁକି ନା ଆମେ ଘରକୁ ଯାଇଥାଉ। ହଁ ହଁ ଯାହା ଦବା ଆମେ ଦବା। ହଉ 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 ଯେ ତଥାପି ତ ସାନ ଭାଇକୁ ମୁଁ କିଛି ଦବାର ନାହିଁ, ଧୀରେ ଧୀରେ ତଥାପି ଗୋଟା ପ୍ରଶ୍ନ ପଚାରିଥିବା ଦେଖିବା ହଉ, କଣ ହଉ। ଛାଡି ଦିଅ। ତେବେ ଜଗନ୍ନାଥ ଦାସ ଭାଗବତରେ ଗୋଟା ପଦ ଲେଖିଲେ, କଣ କହିଲେ? ଆରେ କରମ ମୋହର ହଁ ଏ ହଁ ବିଜହ ଗୋର ଉଦ୍ଧବ କେତେ ତ ପାଚାରୁ ଉଧାବା ଉଧାବା କେତେ ତୁ ଚାରୁ କର୍ମ କରନ୍ତୁ ନାନା ଏ କରିବ କର୍ମର। ଆରେ ଫଳିର ଆନନ୍ଦ ବାବୁ କୁହନ୍ତୁ ଆଜ୍ଞା। ଜଗନ୍ନାଥ ଦାସ ଭାଗବତରେ କହିଲେ, କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ କର୍ମ କରନ୍ତୁ ନାନା ମତେ। ଫଳିବ କର୍ମର ଆୟତେ। ହଁ ହଁ ବାଣୀକଲ ମନ୍ଦିର ପ୍ରାଙ୍ଗଣରେ ଯେତିକି ଭକ୍ତ ବାଣୀକଲରେ ଯିଏ ଯେମିତି ଡାକିଛି ତା ଫଳ ସେ ପାଇଛି। ଯିଏ ଯେଉଁ ଭାବରେ ଥିବ ହଁ ସେଇ ଭାବରେ ସେ ପ୍ରଭୁଙ୍କୁ ଡାକିଛି, ହଁ, ସେ ହଁ। ଭାବ ସେ ପାଇଛି। ଆମର ଭାବରେ ଡାକିଥିଲେ ବୋଲି ଅଙ୍ଗନବାଡି ଦିଦି ହେଇଛନ୍ତି। ରହ ଆନନ୍ଦ, ମୁଁ ସେ ବାଟକୁ ଯାଉନି। ନାହିଁ କାହିଁକି କାହିଁକି? ନାଇଁ ଇଏ ହଉଛି ଆଜ୍ଞା ଗୋଟେ ମୃତ ପିଣ୍ଡ। ମୃତ ପିଣ୍ଡ ୟା ଦେହରେ ଇଏ କଥା କହିବାର ଶକ୍ତି ୟାର ଅଛି କି? ଗୋଟିଏ ମାଟି ପିଣ୍ଡୁଳା, ହଁ ହଁ ଗୋରୁ ଛାଲ ପୁଞ୍ଜି ଅଛି ତ, ବାବା ଇଏ ତାକୁ ହାଡି ପିଲା ନେଲା, ସଜେଇଲା, ମୃଦଙ୍ଗଟିଏ ସଜେଇକି ଦେଲା। ହଁ 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 କାହିଁକି କାହିଁକି? ନା ଅଭିରାମ ପରମହଂସ କରମଳା ମଠ ମହନ୍ତ ଲେଖନ୍ତି, କଣ କହିଲେ? ୟାର ନୀତି ନିୟମ ନ ଜାଣିକିରି ମୃଦଙ୍ଗ ବଜେଇଲେ ବହୁତ ଦୋଷାବ ରହିଛି। ଆଚ୍ଛା କଣ ଦୋଷ ଲାଗିବ ଭାଇ? ବଡ ଭାଇ ତମେ ତ ବହୁତ ଦିନର କର୍ମୀ, ଯାହା ହଉ ଦୀର୍ଘ ଦିନ ମୋ ସାଥିରେ ଭେଟ ହେଇନଥିଲା, ଆଜି ଭେଟ ହେଇଛି ଦି ଭାଇ, ଏଇଟା ହେଲା ବଡ କଥା। ଚାଲନ୍ତୁ ଗୋଟା ପଦ ସେଥିରୁ ଆଣିବା। ଆରେ ମୃଦଙ୍ଗ ପାଠ ନ ଜାଣି ଏ ମୃଦଙ୍ଗ ବଜାନ୍ତେ কোটি এক পেড়া ধেন বাধতে কর আরে শ্রীরাম রাম দয়া দয় রাম আরে সংকট মোচন দয়ানু আনন্দ বাবু আজ্ঞা কুহন্তু থୟରେ অভিরাম পরমাংশ কহিলে মৃদঙ্গর পাঠ ন জানি মৃদঙ্গ বজান্তি কোটিয়ে কপিলা ধেনু বধ সে করু ঠিক কথা জগন্নাথଙ୍କ ডলারে মারে জেনে হাত এই অপরাধে তাহার বংশ যায় না
ନରେଶ ମୃଦଙ୍ଗ ପାଠ ନ ଜାଣି ମୃଦଙ୍ଗ ବଜାନ୍ତି କୋଟିଏ କପିଳା ଧୁନୁ ବୋଧ ସେ କରନ୍ତି ଜଗନ୍ନାଥଙ୍କ ଡୋଳାରେ ମାରେ ଦେଲେ ହାତ ସେହି ଅପରାଧେ ତାର ବଂଶ ଯାଏ ନା ଏକଥା କତ କରି ନ କରି ଭକ କହିବାକୁ ମନା କରିଛନ୍ତି ସଚି ଶ୍ରୀରାମ আরে সংকট মোচন দয়ানু ଆନନ୍ଦ ବାବୁ ଆଜ୍ଞା କୁହନ୍ତୁ ଆଜ୍ଞା ହୋଇଲେ ଉତ୍ତମ ଶିଷ୍ୟ ଅଜ୍ଞାନ କହିବ ଅଭିରାମ ଦାସ ବୋଲେ ବାଦନ କରିବ ଚାରୋଟି ପୟାର ଚାରୋଟି ଧାଡି କଥା କଣ ଚାରୋଟି ଧାଡି କଥା ବିଜ୍ଞାନ ମତ ହଉଛି ଗୋଟିଏ କଥା କଣ ସାହିତ୍ୟ ମତ ହଉଛି ଗୋଟିଏ କଥା ଆଚ୍ଛା ଆଚ୍ଛା ବିଭିନ୍ନ ପ୍ରକାରର ଅର୍ଥରେ ୟାକୁ ବୁଝାଯାଏ ଆଉ କଣ ଆନନ୍ଦ ଭାଇ ଆଜ୍ଞା କୁହନ୍ତୁ ଆଜ୍ଞା ମୃଦଙ୍ଗର ପାଠ ନ ଜାଣି ପଣ୍ଡିତ ଲକ୍ଷ୍ୟ କରିବେ ମୋର ବାପା ମାନେ ଭାଇ ମାନେ ଲକ୍ଷ୍ୟ କରିବେ କୁହନ୍ତୁ ଆପଣ ଖଣ୍ଡିଏ ମୃଦଙ୍ଗ ବଜଉଛନ୍ତି ଭାଇ ଚୈତନ୍ୟ ମହାପ୍ରଭୁଙ୍କୁ ଧରିକି ବାଦନ କରୁଛନ୍ତି ଯଦି ୟାର ଶାସ୍ତ୍ର ନ ଜାଣିଛନ୍ତି ଆପଣ କଣ କରୁଛନ୍ତି ଜୟ ଜଗନ୍ନାଥ ସ୍ୱାମୀ କହିଲେ ଆପଣ ବଜେଇବେ ଯିଏ ପ୍ରକୃତ ଗୁରୁ କରି ସାଧନା କରିଥାଏ ବା ୟାର ନୀତି ନିୟମ ଜାଣିଥାଏ ଏ ନୀତି ନିୟମ ନ ସାରିଲେ ମୃଦଙ୍ଗ ବଜିବା ବହୁ ଦୁଃସାବର ସେଥିପାଇଁ ଅଭିରାମ ପରମହଂସ କହିଲେ ମୃଦଙ୍ଗର ପାଠ ନ ଜାଣି ବଡ ଭାଇ ଯୁଗ ହେଲା କେତେଟା ଯୁଗ 4 କଣ କଣ ସତ୍ୟ ତ୍ରେତା ଦ୍ୱାପର କଳି ସତ୍ୟ ତ୍ରେତୟା ଦ୍ୱାପର କଳି ସତ୍ୟ ଯୁଗ ହେଲା ଅକ୍ଷର କେତେଟା ସତ୍ୟ 2 ସତ୍ୟ ଯୁଗ 4 ସତ୍ୟ ଯୁଗ 4 ତ୍ରେତୟା ତ୍ରେତୟା ହେଲା ତ୍ରେତୟା 3 ଦ୍ୱାପର 3 କଳି କଳି ହେଲା 2 ସବୁ ଯାକ ଅକ୍ଷର ମିଶେଇଲୁ କେତେଟା ହେଲା 7 3 10 2 12 ପଢା ନାହିଁ କଣ କହୁଛୁ ତୋର କେତେଟା ଅକ୍ଷର ହେଲା 12ଟା ଅକ୍ଷର ହେଲା ଆଚ୍ଛା ପଣ୍ଡିତ ଲକ୍ଷ୍ୟ କରିବେ ମୃଦଙ୍ଗର ପାଠ ନ ଜାଣି ବିଜ୍ଞାନ ମତରେ ମୁଁ ଭାଇଙ୍କୁ ପ୍ରଶ୍ନ କରୁନି କି ଅପୋଜିଟ ବାୟକକୁ ମୁଁ ଏ ପ୍ରଶ୍ନ ପଚାରିବାକୁ ଯାଉନି କିନ୍ତୁ ଯଦି ଜାଣିଥିବେ କହିବେ ନ ଜାଣିଥିବେ ମନା ନାହିଁ ମୃଦଙ୍ଗର ପାଠ ନ ଜାଣି ସତ୍ୟ ଯୁଗରେ ଆଜ୍ଞା 9 ଜଣ ଜାଣି ନଥିଲେ ଏ ମୃଦଙ୍ଗଟା ତିଆରି ହେଲା କହୁଛ ଫକୀରା କେମିତି ହେଲା ପ୍ରତିଯୋଗିତା ପାଲା କାଲି ଯଦି ଥାକ ଥାନ୍ତା ତାର ଉତ୍ତର କଣ ମିଳୁଛି ତାପରେ ଦ୍ୱିତୀୟ ଥାକରେ ଆସିଥାନ୍ତେ ଆମେ ସମାଲୋଚନା ଆଲୋଚନା କରିଥାନ୍ତେ ମୃଦଙ୍ଗର ପାଠ ନ ଜାଣି 9 ଜଣ ଆଜ୍ଞା ସତ୍ୟ ଯୁଗରେ ଜାଣିନଥିଲେ କାହିଁକି ନା ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ସମସ୍ତେ ଆପଣ କହନ୍ତି ଗୋଟା ବ୍ରହ୍ମ ତ ସଂସାର ଭିତରେ ହେଲା ଏକ ବ୍ରହ୍ମ କିନ୍ତୁ ଇଏ ଗୋଟିଏ ଯନ୍ତ୍ର ୟା ଦେହରେ 8ଟା ବ୍ରହ୍ମ ତିଆରି ହେଇଛି ଅଜା ମୃଦଙ୍ଗ ଭିତରେ 8ଟା ବ୍ରହ୍ମ 8ଟା ବ୍ରହ୍ମ ନିର୍ମିତ ଇଏ ହେଲା ମୃଦଙ୍ଗ ଆରେ ଗୋଟିଏ ବ୍ରହ୍ମକୁ ଆମେ ପାଉନେ ସମ୍ଭାଳି ପାରୁନି ଇଏ 8ଟା ବ୍ରହ୍ମ ଭିତରେ ଆରେ ପୁଅ ୟାର ଉତ୍ତର ଏଇଠି ଅଛି ମୋ ଧନ ଯଦି ଯିଏ ବାୟକ ଚାଲାକ ଜାଣିବ ଯିଏ ଚାଲାକ ନାହିଁ ସେ ଜାଣିପାରିବ ସେ କି ଭଳିଆ ବ୍ରହ୍ମ 8ଟା ବ୍ରହ୍ମ ରହିଛି ମୃଦଙ୍ଗ ଭିତରେ କିନ୍ତୁ 9 ଜଣ ଜାଣିନଥିଲେ 9 ଜଣ ଜାଣିନଥିଲେ 9 ଜଣ ସତ୍ୟ ଯୁଗରେ ଜାଣିନାହାନ୍ତି ମୃଦଙ୍ଗ ତିଆରି ହେଲା ସତ୍ୟ ଯୁଗରେ 8ଟା ବ୍ରହ୍ମ ଦେଇକି ମୃଦଙ୍ଗ ତିଆରି ହେଲା କାହିଁକିନା 4 ଯୁଗରେ ମୃଦଙ୍ଗ ଅଛି ନା ପ୍ରଭୁର ନାମ କୀର୍ତ୍ତନ ଯଦି ହୁଏ ସମସ୍ତେ ନାମ କଲେ ପ୍ରଚାର କଲେ ଯଦି ନାରାୟଣ କ୍ଷୀରାଧି ତଟରେ ଶୟନ କଲେ ମନ ଭିତରେ ବିଚାର କଲେ ବିଭିନ୍ନ ପ୍ରକାର ସଂସ୍ଥା ବାଣ୍ଟିଲେ ଯେତେବେଳେ ନାମ ବଣ୍ଟା ଗଲା ତେବେ ଯନ୍ତ୍ର ନଥିଲେ ନାମଟା ହବ କେମିତି ହବନି ସେଥିପାଇଁ କହିଛି ଗୀତ ବାଦ୍ୟ ନୃତ୍ୟ ଏବଂ ସଙ୍ଗୀତ ମୁଚ୍ୟତେ ଗୀତ ଥିବ ବାଦ୍ୟ ନଥିଲେ ତାର ରସ ନାହିଁ ନା ନା ଗୀତ ଗାଇବ ତାର ଭଙ୍ଗୀ ନଥିଲେ ରସ ନାହିଁ ଆଉ ଧୀରେ ଧୀରେ ଅଭିରାମ ପରମହଂସ କହିଲେ ମୃଦଙ୍ଗ ପାଠ ନ ଜାଣି ମୃଦଙ୍ଗ ବଜାନ୍ତୁ ନା ଗୋଟିଏ ଧାଡି ଆଚ୍ଛା ଜଗନ୍ନାଥଙ୍କ ଡୋଳାରେ ମାରେ ଦେନେ ହାତ ପଣ୍ଡିତ ଲକ୍ଷ୍ୟ କରି ଜଗନ୍ନାଥଙ୍କର ଡୋଳା ହଉଛି ବରାବର ସମାନ ତେବେ ମୃଦଙ୍ଗର ଏ ଜଗନ୍ନାଥଙ୍କ ଡୋଳା ସହିତ ଯଦି ନିର୍ମାତାକୁ କରାଗଲା ଚାଇଆଟା ଆଜ୍ଞା କାହିଁକି ନା 5 ଆଙ୍ଗୁଳି ଧିଆଟା ହଉଛି ଆଜ୍ଞା 10 ବା ଆପଣ ବାୟକ ଜାଣିଥିବେ ନା ଆମେ ପାଳିଆ ଲୋକ ନାହିଁ ମଉସା ତମ ଗାଁରେ ପାଲା ବନ୍ଦ ହେଇଗଲାଣି ନମସ୍କାର ମଉସା ଭଲ ଅଛ ତମ ଗାଁରେ 8ଟା ବ୍ରହ୍ମ ଭିତରେ ଅଛି ତାଙ୍କ ଗାଁରେ କଣ ଅଛି ମୃଦଙ୍ଗରେ ଏଇ ମୃଦ ତମେ ଦେଖେଇବ ନା ମଉସା ବହୁତ ପୁରୁଣା ପାଲା ପ୍ରେମୀ ଆମ୍ବ ଝର ଛାଡି ଦିଅ ହଉ ଜଗନ୍ନାଥ
ତେବେ ଜଗନ୍ନାଥଙ୍କ ଡୋଳା ସହିତ ଆକୁ କାହିଁକି ବରାବର କଲେ? କାହିଁକି କାହିଁକି ଜଗନ୍ନାଥଙ୍କ ଡୋଳାରେ ମାରି ଦେଲେ ହାତ ସେହି ଅପରାଧ ତାର ବଂଶ ନାଶ ମୋର ବାବା ମାନେ ମୋର ଭାଇ ମାନେ ମୋର ବନ୍ଧୁ ମାନେ ପଣ୍ଡିତ ଗୁଣିଜ୍ଞାନୀ ମାନେ ଯଦି ମୃଦଙ୍ଗ ବଜେଇବା ତାର ବଂଶ ବୁଡ଼ିଯିବ ତାର ବଜେଇବା କାହିଁକି? ବଜେଇବା କାହିଁକି? ମୃଦଙ୍ଗ ବଜେଇଲେ ଯଦି ବଂଶ ଲୋପ ହେଇଯିବ ତାହେଲେ ମୃଦଙ୍ଗରେ ହାତ ମାରିବୁ କାହିଁକି? ସେ କଣ କହିଲା ଯେ ମୃଦଙ୍ଗକୁ ବଜେଇ? ତମେ ଆଉ ହାତ ମାରନି ବି ବଜାନି। ରହିଯା ମୃଦଙ୍ଗ ପାଠ ନ ଜାଣି ମୃଦଙ୍ଗ ବଜାନ୍ତି କୋଟିଏ କପିଳା ଧନୁ ବୋଧ ସେ କରେ ଜଗନ୍ନାଥଙ୍କ ଡୋଳାରେ ମାରି ଦେଲେ ହାତ ସେହି ଅପରାଧ ତାର ବଂଶ ଥାଏ। ଏ କଥା ଉପତ କରି ନ କରି ହକତ ବାବା କାହା ଆଗରେ କଥା କହିବୁ ନା କହିବୁନି। ଆରେ ସବୁ ବାକ୍ୟରେ ହଁ ଏ କଥା କାହା ଆଗରେ କହିବୁନି ନା ହୋଇଲେ ଉତ୍ତମ ଶିଷ୍ୟ ଏ ଜ୍ଞାନ କହିବ ଅଭିରାମ ଦାସ ବୋଲେ ବାଦନ କରୁ। ବା 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 କି ଭଳିଆ ତତ୍ତ୍ୱ କଥା। ଏଇଠି ଏ କଥାଟା ଥାଉ। ଆଉ ମନ୍ଦିର ହଉଛି କଣ? ଅକର୍ମ କର୍ମଦାୟ ଶୈବ ମନ୍ଦିର। ଶୈବ ମନ୍ଦିର ଶିବଙ୍କର। ଶିବଙ୍କର। ସେ ଭୋଳା ବାବାଙ୍କର ଗୋଟେ ଶ୍ଲୋକ ଆଣିବା ଶ୍ଲୋକଟି ପରିବେଷଣ ପରେ ତାପରେ ଦେଖିବା ଭଜନ ଇତ୍ୟାଦି କଣ ଅଛି କୋଉ ବାଟରେ। ତାହେଲେ ଆପଣ ଶିବଙ୍କ ପ୍ରତି ଗୋଟିଏ ବାଦ୍ୟ ବାଦନ କରିବେ। ମାଳିହର ପାଠରେ ଏ ଫେଣାନି ଆଉ ସମସ୍ତେ ଜାଣିଛନ୍ତି। ତମ ମାଳିହର ପାଠ ତମେ ସେଇଆକୁ ନେଇକିରି ପାଠ କରୁଛ ମନ୍ଦିରରେ। ଶିବଙ୍କ ମନ୍ଦିରରେ ପାଲା ଅନୁଷ୍ଠାନ ଚାଲିଛି। ଆପଣ ମୃଦଙ୍ଗ ସହିତ ବାଦନ କରିବେ ଶିବଙ୍କର ପ୍ରତି ବାଦ୍ୟ। ବାଦ୍ୟ। ତାହେଲେ ଆସୁ ଶିବଙ୍କର ପ୍ରତି। ଆନନ୍ଦ ବାବୁ ଆଜ୍ଞା ଆଜ୍ଞା ବାଦ୍ୟ କେତେଟା ଅକ୍ଷର ପଚାରିଲେ? ଜଣା ନାହିଁ ହଁ ଆଉ ଅଛି ଯେ ପୁଅ ଖାଇବ। ଏ ପୁଅ ଆନନ୍ଦ ଶିବ ମନ୍ଦିରକୁ ଗଲାବେଳେ ତମେ ସେ ଶିବଙ୍କର ସେ ଶ୍ଲୋକଟି ପରିବେଷଣ କର। ହଁ ହଁ କଣ ପ୍ରାସ କଣ ପ୍ରାସ କେମିତି କେମିତି କଳପାନ୍ତ କାଳି କୁର କୌତୁ କନ୍ଦନ କର କୁନ୍ଦ କର୍ପୂର କାନ୍ତି କାଳ ନେତ୍ର କଳକଳ ସହିତ କାଳ କଣ୍ଠ କଳୟତି କଳିକତ କଳಂ କಂ କಂ କଙ୍କାଳ କାଳ ନେତ୍ର କଳಂ ତ ମହେଶ୍ୱର ଖମ ଖମ ଖର୍ପର ଖାରି ହେ ଶିବ ଶଙ୍କର। ଅଜା ଶ୍ଲୋକ ଯୋଉ 3 ପଦ 4 ପଦ ଆପଣ ଉଚ୍ଚାରଣ କଲେ ତୁଣ୍ଡ କହିଦେଲା କବି ଲେଖିଛନ୍ତି ହାତ ସେଇଆ ଡାକିବ ତ। ଆରେ ପୁଅ ଦେଖେ କେମିତି ଡାକୁଛି। ଚେଷ୍ଟା କରିବ ବାବୁ। ମୁଁ ଆଗକୁ ଯାଇନି ତୁ ଏମିତି କାହିଁ ଧରୁଛୁ? ଆନନ୍ଦ ଆଜ୍ଞା ସେଇ କରେ ହଁ ମା ବିଜେ କରିଛନ୍ତି ହଁ ମାଙ୍କୁ ଗୋଟିଏ ପଦ ଆଣିବ। ହଉ ହଉ ହଁ? କାଳି କାଳି ପ୍ରଚଣ୍ଡ ବର ଧରା କିରିଭି ରୂପା କରା ଢିଆ ଖରକ ହସ୍ତା ଖର ତର ନୟନା ଖଚତି ମୁଣ୍ଡମାଳା ଗୌରାଙ୍ଗୀ ଗୌରବର୍ଣ୍ଣ ଗୋରକ ଗୋରଚନା ବାଦ୍ୟ ଗୀତ ନର୍ତ୍ତକୀ ଘଣ୍ଟ ଘୋରଟ ହଂସର ବପଟ ନୌମି କାଳି କପାଳି। ଏ ପୁଅ କରେ ଗଲା ଶିବଙ୍କର କରେ କ ଖ ଗ ଘରେ ଗଲା ମାଙ୍କର ଏଇଟାକୁ ବଜଉଛି। ବଜା 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 ସମାନ ଶୀଘ୍ର ସମୟ ବଜା। ନାହିଁ ତୁ ବଜେଇ ଦଉଛି। ଇଞ୍ଜିନ ପହଞ୍ଚି ଆସି। ଏ ହାତ କେମିତି ଡାକୁଛି ଟିକେ ଆଗ ପଟକୁ ଆସେ। ମୃଦଙ୍ଗକୁ ଟିକେ ଆଗ ଶୋଧି ଦିଅ କଣଟା କରିବି? ଶୋଧି ଦିଅ। ଆରେ ନାଇଁ ରେ ମୃଦଙ୍ଗ ଆଉ ସଦାସଦି କରିବା ବସନ ଚାଲନ୍ତୁ ଯିବା ଶ୍ଲୋକ ଉପରକୁ। ବଡା ବଡା କାଳି କାଳି ପ୍ରଚଣ୍ଡ ବର ଧରା କିରିଭି ରୂପା କରାଠି ବଡା ବଡା କାଳି କାଳି ବଡ ଭାଇ ଡାକୁଛି। ମୃଦଙ୍ଗ କଣ ଡାକୁଛି ନା କହୁଛି? ନାଇଁ କଣ କହୁଛି ମୁଁ ଜାଣିପାରୁନି। ଆମେ ନେହିଁ ବୁଝେंगे କାନେଇଲେ ବୁଝିବ। ଭାଇ ମୋର चलो डाक ठाकुर गोटे पद डाक। ଡାକି ଦିଅ ପ୍ରଭୁଙ୍କୁ ପଦେ ଡାକ। ଆଚ୍ଛା ସେଇ ପ୍ରଭୁ ନାରାୟଣଙ୍କୁ ପଦେ ଡାକ। ହରି କାଳିଆ ବିଷଧର ବଡ ଭାଇ ପ୍ରଭୁ ସେଇ ଜଗତରନାଥ ଜଗନ୍ନାଥ କାଳିଆ ଗଞ୍ଜନ ପ୍ରଭୁଙ୍କୁ ପଦିଏ
ନିବେଦନ କରି ଭକ୍ତ ପୁଅ ଡାକୁଛି। ଡାକ ଡାକ କେମିତି ଡାକିଲା? ହରି କାଳିଆ ବିଷଧର ଗଞ୍ଜନ ହେ ନାରାୟଣ ହରି କରୁଣା ରୁଣା କେଉଁ କାରଣେ ପ୍ରଭୁ ଶରଣ ମୁଁ ତବ କଞ୍ଜ ଚରଣେ ପ୍ରଭୁ ଶରଣ ମୁଁ ତବ କଞ୍ଜ ଚରଣେ ହରି କାଳିଆ ବିଷଧର ଗଞ୍ଜନ ହେ ନାରାୟଣ ହରି କରୁଣା ରୁଣା କେଉଁ କାରଣେ ଶରଣ ମୁଁ ତବ ମାତଙ୍ଗି ଡାକିଲା ଉଠେ କାରୁଣ୍ୟ ଥାଇ ମାତଙ୍ଗି ହରିର ସାଙ୍ଗ ବେଶିଲ ତୁମେ ଆହେ ଭାବ ଗ୍ରାହୀ ହରିର ସାଙ୍ଗ ବେଶିଲ ତୁମେ ଆହେ ଭାବ ଗ୍ରାହୀ ଆହାର ସାଙ୍ଗ ବେଶିଲ ତୁମେ ଆହେ ଭାବ ଗ୍ରାହୀ ହରି ପୁରୁଷ ଭାରେ ପାଞ୍ଚାଳି ଡାକିଲା ଏ ବନମାଳି ହରି କୋଟି ବସ୍ତ୍ର ଦେଇ ଉଦ୍ଧାରିଲ ଶରଣ ମୁଁ ତବ କଞ୍ଜ ଚରଣେ ପ୍ରଭୁ ହେ ହେ ପ୍ରଭୁ ହେ ସରିତ ଗଲିଣି ହରି ତବ ପାଦ ତଳେ ସରିତ ସରିତ ଗଲିଣି ହରି ତବ ପାଦ ତଳେ ଆରେ ତୁମ ବିନା କିଏ ଅଛି ଏ
ନିଖିଳ ଉତ୍କଳ ପାଲା ପରିଷଦର ଗାୟକ ହେଉଛନ୍ତି ପ୍ରଦୀପ କୁମାର ଶତପଥୀ। ହଁ ହଉ, ଯାହା ତ ବ୍ରାହ୍ମଣିଆ ଲୋକ। ମଞ୍ଚରେ ପଦାର୍ପଣ କଲେ ବଡ ଭାଇ, ଘଣ୍ଟି ଘଣ୍ଟା ବାଜିବ, ପ୍ରଭୁଙ୍କ ଉପରେ ଆଲଟ ଚାମର ପଡିବ, ଭୋଗ ତକ ତମେ ନେବ। ପ୍ରଭାତ ଭାଇନା କହିଛି ଆଟିକାଟା ମୁଁ ନେବି। ଆଟିକାଟା ତମେ ନାଇଁ କଣ କରିବ? ମୋ ସ୍ତ୍ରୀ କହିଛି ମୁଁ ମଲା ବେଳେ ଗୋବର ପାଣି ପକେଇଛି। ଅଜା ନାଞ୍ଜୁକୁ ଟିକେ ବାପା ଦୋହଲେଇ ଦିଅ। श्री आनंद कबार मन भ्रमरा रे ए फुलारे नाही बासा ए फुलारे नाही बासा काई पई तुही बाई हाइया छो भाई बूटिया पा जसा ए फुलारे नाही हरि बोलो हरि हरि बोलो हरि हरि बोलो हरि हरि बोलो मुंडा पिठा गोल गोल जेते खाइबो सेते भलो धिक खाइले टिपी खोल नते मेडिकल मेडिकल चले हेबु भलो काहे के होछ कल भलो। हे नारायण पिता सुकुआ ବାଇଗଣ ସାରୁ ଶୁକୁଆ ତରକାରୀ ତାକୁ ରାନ୍ଧିବୁ ଯତ୍ନ କରି ଖାଇବୁ ରାତ୍ରର ପ୍ରହରେ ଝାଡା ବସିବୁ ତମ ହାଣ୍ଡି ଶାଳେ। ହେ ନର ନାରାୟଣ ତାକୁ ପୋଛିବ ପାଳ ବିନା ଧରି। ନାରାୟଣ ହେ ମତେ କଣା କର। ଜଗନ୍ନାଥ ଜଗନ୍ନାଥ ତମ ବୋଝ ତଳେ ରଖ, ବୋଝ ତଳେ ରଖ। हरि ओ हरि मन विश्व पिता विश्व कर्ता विश्व सत्ता चिर चिन्मय शरण शरण श्रीमन श्री सत्यनारायण देवंग प्रीति अर्थे सर्वे बोलार्थ त्राण एक बार हरि हरि बोल। अर्घ्य सनातनी झंकड़
संकटनाशिनी संकट तारिणी विद्या प्रदायिनी मां शारदांक प्रीत्यर्थे कोटि कैवल्यनाथ नीलाद्रि बिहारी जगन्नाथंक प्रीत्यर्थे प्रभु नीलमाधव जीवंक प्रीत्यर्थे मां दक्षिण कालींक प्रीत्यर्थे ग्रामर ग्राम देवतींक प्रीत्यर्थे पूज्य गुरुदेव गायक सौरभ गंगाधर पुराणंक प्रीत्यर्थे पूज्य गायक सामंत प्रफुल्ल कुमार षडंगींक प्रीत्यर्थे पूज्य उदयनाथ साईंक प्रीत्यर्थे सर्वे बोलो आरत त्राण एक बार हरि हरि पाला उद्योगता कर्मकर्ता अर्थदाता श्रमदाता उद्योगकर्ता मानकर ए गण बाणी किलोग्रामर आर्तेश्वर श्री सत्यनारायण पाला मंचंकर सर्वारिष्ट खंडन करवा संगे संगे चलापथ को सीमित करी सर्वारिष्ट खंडन करी थांतु उपस्थित साहित्य प्रेमी कला प्रेमी गुरु गुरुजन मानकर समवयस्क बंधुगण युवती भौणी माने कुनी कुनी बालक बालिका देशर राज्यर विश्वर नारायण मंगल विस्तार करी थांतु सर्वे बोल आरत प्राण एक बार हरि हरि बोल रे मन आहुरी एक बार हरि हरि बोला श्री जगन्नाथ वद गुरु श्री जगत गुरु मोदात्मा सर्वभूतात्मा तस्मै श्री गुरवे नमः सर्वविघ्न विनाशाय सर्वमंगल हेतवे पार्वती पुत्राय गणेशाय नमो नमः सरस्वती महामाई विद्ये कमल लोचनी मम कंठे सामात वाक्य देवी नमस्तुते सर्वमंगल मंगल्ये शिवे सर्वार्थ साधिके शरण्ये त्र्यंबके गौरी नारायणी नमस्तुते शरणागत दिनार्थ परित्राण परायणी सर्वस्यार्थ हरे देवी नारायणी नमस्तुते वंदे देवं अपदिशुर गुरुं वंदे जगत कारणं वंदे पर्णभूषण मृगधर वंदे पशूनां पति वंदे सूर्य सचंग वंदे वंदे मुकुंदं प्रियं वंदे भक्तजनाश्रयं च वरदं वंदे शिव शंकर नारायणं वरं देवा नारायणं वराक्षरा नारायणं वरांगति नारायणं वरांगमुक्ति सत्य नारायण देव सत्य रूप सनातन सत्य ब्रह्म स्वरूपाय दारु ब्रह्म नमाम्य गुणे नारायणे रुद्रे अंबिके भास्करे तथा भिन्न भिन्न कर्तव्यं पंचदेव नमस्तुते प्रभु सत्य नारायण देव हे
आस हे प्रभु बारे दिन किंचने दया सरगा माधपा मागा धपा मागा रे सा ସଖିଲ ତମକୁ ତ ଭଲ ଶୁଭୁଥିବ ତମର ପାକଳ ବୟସ ହେଲାଣି ଶୁଭୁନି ए आनंद बाबू ये तो गाँ कथा समस्ते परिचित ये बासु भाईना को लागी ये सब धंदाटा आमे पाला गाई आसी घरे थिलु हौ भाईना तो बाध्य कले हौ कौन करियो हौ हाय ओडिसी पते मु गाई मु धीरे गाई धीरे समीरे बसी धीरे समीरे बसी डाकुछि तो नारे सही डाकुछि तो ना रे धीर समीरे बासी भाई धीरे धीरे चलो डाकुछि तो नारे सही नारे सही डाकुछि तो नारे धीर समीरे
পথে সহি কহে সুনা ডাকুছি তোলার সহি ডাকুছি গোপাল কৃষ্ণ বলে সেই পথে চালিলে গোপাল কৃষ্ণ বলে সেই পথে চালিলে পথে সহি কহে সুনা পথে সহি কহে সুনা সুমনারে ডাকুছি সোনারে সহি ডাকুছি ডাকুছি সোনারে সহি ডাকুছি সোনারে ধীর সমীরে বাসি বন্দে ইনকলাব ভোট দেব কেউঠি নীଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। নীଳାচଳ ନିବାସାୟ ନିତ୍ୟାୟ ପରମାତ୍ମନେ सुभद्राभ्यां जगन्नाथाय ते नमः। ଜଗନ୍ନାଥାଏ ଲମ୍ବରେ ଲମ୍ବ କହୁଛେ मन उदाहरण कर हे कारण शरण मु तुम्भ पाद तले हे मान उदाहरण कर हे प्रभु विदे करी छबड़ देउले घोर न्यारे मृगुणी डाकिला
ଭଣେ ଉପ ଇନ୍ଦ୍ର କବି କୁଳ ଚନ୍ଦ୍ର ହେ ଭଣେ ଇନ୍ଦ୍ର କବି କୁଳ ଚନ୍ଦ୍ର ଶରଣ ମୁଁ ତୁମ୍ଭ ପାଦ ତଳେ ହେ ମାନ ଧାରଣ କର ହେ କାରଣ ଶରଣ ମୁଁ ତୁମ୍ଭ ପାଦ ତଳେ ହଁ ଟେକିନି ଟେକିଲେ ବିକିଦେବି 8,000 ରାହୁଆ ଦେଖୁଛି ଲେଖିଲେ ରାକାରମୟ ଘନାଂଶ ମକାର ଲେହି ମୁଚ୍ୟତେ हे द्विवर्ण समुचयन चुन्नीभूत पातकाने मम शिरसि मंडन भव भय खंडन मुनि जन मान सहंस सत्यर प्रतीक प्रभु सत्यनारायण कर अभय पदार बिंदरे ହଁ ମହା अनंत कोटि दंडवत जणी सारला परे पूज्य गुरुदेवंकर पाद धूल टिके मुंडरे मारी सारी पितृमातृ करुणा ହଁ ମହା उपस्थित मोर समस्त साहित्य प्रेमी कला प्रेमी संस्कृति प्रेमी पाला प्रेमी गुरुगर्जर मंडली ज्ञानी मंडली ହଁ ମହା समवयस्क बंधुगण युवती भणी माने भक्तिमयी शक्तिमयी पुराण तो श्रेणी मोर समस्त अहिसुलेखिणी माँ मान ହଁ ମହା देशर भविष्य कोनि कोनि बालक बालिका ହଁ ମହା अतबुद्धि अंतर गभीरतम प्रदेश समस्त को अनंत कोटि प्रणाम जनाऊ ହଁ ମହା କଣ ହଁ ମହା ଏ ରହ ମୁଁ କାହିଁ ଦଉଛ ଧାଡ଼ି ପକେଇଛି ଇଞ୍ଜିନ ଅଛନ୍ତି ତମେ କାହିଁ ଦବା ହଉଛ ଏଇନେ आनंद ସାର୍ ନମସ୍କାର अरे गोधी मुआ सारे बरा घंटे हला क्लास पाइले रे अलाज को मुह खड़ा गछ ଖଡ଼ା ଗଛ ହେଲେ सीए कहूची मते छाई हिची ସିଏ ତା ରେଟ୍ ଏଇନି 40 ଟଙ୍କା କିଲୋ अति भक्ति ଚୋରର ଲକ୍ଷଣ ମୁଁ ସାଧୁ ନୁହେଁ ଚୋର अरे मु मंच को आसिली प्रभुंकर चामर सेवा हैला प्रभुंकर श्लोक बंदा बंदा वंदना सब कथा सरला ए पर्यंत नमस्कार करियो मन पड़लनी ଆପଣ ଆସିବା ପୂର୍ବରୁ ମତେ ବାଟରେ ଲାଟ୍ରିନ୍ ଦେଖିଲା ମହାପ୍ରଭୁଙ୍କ ଦେଖିନି ଆଉ ଡ୍ରେସ୍ ତ ପିନ୍ଧି ସାରିଲେ ନମସ୍କାର କରିବି କଣ ଏଇନେ ନମସ୍କାର ହେଲି କଣ ଅସୁବିଧା ଲାଗି ହଁ ମ ହଁ अरे काहे कि तू हम होउछु ତାହେଲେ କଣ କହିବି ଖାଲି ଆଜ୍ଞା କହିବି ତ ହଉ ଖାଲି ଆଜ୍ଞା ଖଡା ଖଡା କରିନି ଆଜ୍ଞା गहळ चळ करना ଖାଲି ଆଜ୍ଞା आज आज्ञा दुई प्रदीपंकर समन्वय ଖାଲି ଆଜ୍ଞା अरे हां करे ଖାଲି ଆପଣ କହିବା କଥା ହଁ ମ ହଁ ମନକୁ ଆଇଲାନି ଖାଲି ଆଜ୍ଞା କହିଲେ ଆପଣ କହିବା କଥା ଖାଲିଟାକୁ କାଟିକି ଆଜ୍ଞା କହିବାକୁ ଆଜ୍ଞା ହେଲା ତ ଧର ଆଜ୍ଞା श्री सत्यनारायण बादी पाला मंच गड़वाणी किलोकर ଆଜ୍ଞା आज होउचंदी द्वितीय रजनी ଆଜ୍ଞା एठी बादी पाला चली नाही चलीची सहयोगिता मूलक पाला ଆଜ୍ଞା आपण हजार हजार टंका खर्च करी दुईटी गायकों को बाद करवा कष्टकर कथा ଆଜ୍ଞା किंतु ए माटीर कथा शुणी गायक माने मागणा रे मन इच्छा पारिश्रमिक जहा दिया जाए ଆଜ୍ଞା आसे मुंड पाती चंती भगवान कर सेवा करबा पाए ଆଜ୍ଞା हौ हेला मु जानिली तोर बहुत भक्ति अछि तू 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 टिके चुप हो ବସି ପଡିବି हां टिके बस मु कहिले ठिया हो ହଉ ଆଜ୍ଞା प्रथम थाकरे आपण मानकर सेवा करबा पई मनोनिवेश करिछि प्रदीप अतबुद्धि किछि समय पर आउ जणे प्रदीप आसीबे ଆସନ୍ତୁ ओडिसार आउ जणे युव सुलभ युवा गायक प्रदीप कुमार मिश्र
ହେଇଲୋ ହେଇଲୋ ଖେଳିବ ଖେଳିବ ଖେଳିବ। ଆରେ ରହ ଟିକେ ତୁନି ପଡେ। ଇତିମଧ୍ୟରେ ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଛି ଏକ ମନ ଚୈତନ୍ୟ ସମ୍ବାଦ। ଚେତନାମୟ ପୁରୁଷ ମନକୁ ବୁଝଉଛନ୍ତି। ବହି ହେଲେ କାମନ୍ଦ କିୟ ନୀତି ସାର। ଦୀର୍ଘ 14 ବର୍ଷ ବନବାସ ସରିଲା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ଠାକୁର ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାଖରେ ସମସ୍ତ ସୈନ୍ୟ ସାମନ୍ତ ବେଶ ରାଜ୍ୟବାସୀ ମାନେ ସାନ ଭାଇ ହଁ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସମସ୍ତେ ସମବେତ। ହଁ ଏତିକି ବେଳେ ସାନ ଭାଇ ଭରତଲାଲଙ୍କର ଗୋଟିଏ ପ୍ରଶ୍ନ। କଣ ପ୍ରଶ୍ନ? ମର୍ଯ୍ୟାଦାମୟ ଭଗବାନ ରାମ ଠାକୁରଙ୍କୁ ସାନ ଭାଇ ଭରତ ଗୋଟିଏ ପ୍ରଶ୍ନ ପଚାରିଲେ। କଣ ପଚାରିଲେ? ଆରେ ଭରତ କଣ ପଚାରିବୁ ପଚାରିବୁ? ଟେଲ୍ ମି ଜଣେ କହିବାକୁ ଇଚ୍ଛୁକ ଥିଲା ବେଳେ ଜିଜ୍ଞାସୁ ଲୋକକୁ ଦେଖିଲେ ଜଣା ପଡିଯାଏ। ହଁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଠାକୁର ଜାଣିପାରିଲେ ଭରତ କଣ ପଚାରିବାକୁ ଚାହୁଁଛି, ବୋଧେ କହିବାକୁ ହଉଛି କହିପାରୁନି। କହିପାରୁନି ଆଉ। ଭଗବାନ ପଚାରିଲେ, କଣ ପଚାରିଲେ? କହିଲେ ଭରତ କଣ ପଚାରିବୁ? କଣ ଭରତଲାଲ ସେଦିନ ପଚାରିଲେ ଆଜ୍ଞା, କଣ କହିଲେ? କହିଲେ ପ୍ରଭୁ ପ୍ରଭୁ ଆପଣ ଦୀର୍ଘ 14 ବର୍ଷ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ଆସିଛନ୍ତି। ଏବେ ମତେ ଗୋଟିଏ କଥା କୁହନ୍ତୁ, କଣ କହୁନା? ଜୀବନରେ ଶାନ୍ତି ଆସେ କେତେବେଳେ? ମୋତେ ପଚାରୁନ ଶାନ୍ତି କଥା। ଆନନ୍ଦ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ଠାକୁରଙ୍କୁ ସାନ ଭାଇ ଭରତଲାଲ ଜୀ ପଚାରିଲେ, ବଡ ଭାଇ ଜୀବନରେ ଶାନ୍ତି ଆସେ କେତେବେଳେ? ଝାଡା ବସିଲା ବେଳେ। ଛି 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 ତାର ଛି। ମୋ କହିବାଟା ମୋ ଖରାପ। ଯେତେବେଳେ ପେଟ ମୋତେ ଆଜ୍ଞା ଘରୁ ବାହାରିଲି 4:30ରେ, ମୋତେ ଆଜ୍ଞା ଦେଖିଲା ଅଦାଲଠି। ମୁଁ କହିଲି ତ ପ୍ରଭାତ ଭାଇନା ଫୋନ କଲେଣି, ଶୀଘ୍ର ପଳେଇବି ଆଉ କୋଉଠି ନାହିଁ ପୁଅ। ଯେତେବେଳେ ପଳେଇଲି ଶାନ୍ତି ଲାଗିଲା। ସେଇଟା ଶାନ୍ତି। ଆଉ ଗୋଟିଏ ଅଛି ରହ, ଆରେ ଜୀବନରେ ଶାନ୍ତି ଆସେ କେତେବେଳେ? ଶାଳି ପାଖରେ। ଶାନ୍ତି କୋଉଠି ଅଛି କହିଲୁ? ଶାନ୍ତି ଅଙ୍ଗନବାଡି ଦିଦି ହେଇଛି ମୋ ଖୁଡି। ତତେ ଆଉ କିଛି ଦିଶୁନି? ଅଣ୍ଡା ଦଉଥିଲା, ଆଉ ଦଉନି 8 ମାସ ହେଲା। ଅଣ୍ଡା ଦଉଥିଲା। ଆନନ୍ଦ ଟିକେ ଚୁପ୍ ପଡରେ ଆଜ୍ଞା। ଏଇ ଅଣ୍ଡା ଦବା କଥା କହିବାରୁ ବ୍ଲକରେ ପାଲା ଗାଉଥିଲି, ଭୁଲ ମାଗିଛି ଆଜ୍ଞା। ଭଣଜା ଆମ ଭଣଜା ଆଇଲେ। ଭଣଜା ମାଇଁକି ଏ କଥା କହିବୁନି। ଆଜ୍ଞା ସରକାରୀ ପାଲା, ଅଙ୍ଗନବାଡି ବିଷୟରେ ହଉଛି ପାଲା। ମୁଁ ତ ପାଲା ଗାଉଛି ଆଉ ଏତିକି ବେଳେ କହିଦେଲା ଅଙ୍ଗନବାଡି ଦିଦି। ସେ କଥା ମୁଁ କହିଲେ ମୋ ମୁହଁରେ ସୁନ୍ଦର ହବନି। 350 ପରେ ଆଜ୍ଞା ବସିଥିଲେ ଅଙ୍ଗନବାଡି ଦିଦି। ଜଣିଏ ବୟସ୍କା ଦିଦି ଠିଆ ହେଲେ, କହିଲେ ଆଜ୍ଞା ଭାଷା ଟିକେ ସଂଯତ କରନ୍ତୁ। ମୁଁ କହିଲି ମା କଣ ଅସଂଯତ କହିଲି କି? ଆମର କିଛି ଭୁଲ ନାହିଁ। ନା ଆପଣଙ୍କର ପାଳିଆ କଣ କହିଲା, କଣ ଖାଲି ଆମେ ଦଉଛୁ? ଆଉ କିଏ ଦଉଛି? ସ୍କୁଲ ଦିଦି ମାନେ ଦଉନାହାନ୍ତି? କାହିଁ ସ୍କୁଲ ଦିଦି ଦଉଛନ୍ତି ବୋଲି କହିଲେନି? ଅଙ୍ଗନବାଡି ଟା କଣ ଏତେ ଶସ୍ତା ପଡିଛି? ଆପଣ ଅଙ୍ଗନବାଡି ନାଁ ଟା ନେଇଗଲେ। କଣ କହିବି ଆଜ୍ଞା? ବୁଝେଇଲି, କହିଲି ମା ତୁ ମା। ହାତ ଯୋଡିଲି, କହିଲି ମା ସରକାର ବାଛି ବାଛିକିରି ଗୋଟିଏ ନାଁ ଦେଇଛନ୍ତି ଆଶା। ଯାହା ପାଖରେ ସମସ୍ତଙ୍କର କେତେ ଆଶା ଅଛି। ତୁମ ସ୍ଥାନ କେତେ ଉଚ୍ଚରେ ଅଛି, ତୁମେ କାହିଁକି ନିଜକୁ ଆରେ ବୁଝିଲୁ? ସେ କଣ ବୁଝିଛି? ସେ ମା ବୁଝିଛି ଯେ କୁକୁଡ଼ା ଯେମିତି ଅଣ୍ଡା ଦଉଛି, ସେଇ ଅର୍ଥରେ ସେ ବୁଝି ନେଇଛି। ମା ସେଇଆ ବୁଝିଲ? ହଉ, ତେଣୁ ତୁ ସେ କଥା ଇଆଡୁ ସିଆଡୁ ଅଖଡ ବଖଡ କଥା କହନା। ସେପଟେ କ୍ୟାମେରା ଲାଗିଛି, ଓଡିଶା ସାରା ଆଉ କେତେ ଅଙ୍ଗନବାଡି ଦିଦି ଆମ ନାଁରେ ସେଠୁ କେସ୍ କରିବେ। ଚିହ୍ନା ପଇଛନ୍ତି କ୍ୟାମେରା ଆମର ଉତ୍କଳ ଭାସ୍କର ଗୋପାଳପୁର ନିକଟସ୍ଥ ମଝିଆ ଖଣ୍ଡ। ପଚାରୁଛନ୍ତି ସାନ ଭାଇ ଭରତଲାଲ ଜୀ, ଭାଇ ଜୀବନରେ ଶାନ୍ତି କେତେବେଳେ ଆସେ? ଶାନ୍ତି କେତେବେଳେ ଆସେ? କିଏ ଉତ୍ତର ଦେବେ? ଉତ୍ତର ଦେବେ କଣ କହିଲେ? ଜଗତଗୁରୁ ଠାକୁର ଅଭିରାମ ପରମହଂସ। ଏ କଳିହ ତ ମାନବ ଠାକୁର ଅଭିରାମ କହିଲେ। କଣ କହିଲେ? ଆହା ହା ହା, ସୁନ୍ଦର ପଦଟେ କହିଲେ। କଣ କହିଲେ? ବହି ହେଲେ କୋଇଲି ମାଳିକା। ଆଉ ଲୋ କୋଇଲି ये साधु संग शांतिर कारण ये साधु संग
ଜୀବନରେ ଶାନ୍ତି ଆସେ କେତେବେଳେ? ସତସଙ୍ଗ ଶାନ୍ତିର କାରଣ, ସାଧୁ ସଙ୍ଗ ଶାନ୍ତିର କାରଣ। ସାଧୁ ସଙ୍ଗ କଲେ ଶାନ୍ତି ପାଇବୁ, ରହ ଖଡ ଖଡ କରନି। ସାଧୁ ସଙ୍ଗ କଲେ ସାରେ କହିଲେ ସାଧୁ ସଙ୍ଗ କଲେ ଶାନ୍ତି ପାଇବୁ, ସଙ୍ଗ କରି କେବେ ଖଟୁଛନ୍ତି ଜେଲରେ। ଆନନ୍ଦ ସାରେ ଟିକେ ବୁଝେ କଥା, କାହିଁକି ତୁ ଭିତରକୁ କଥାକୁ ଅଡୁଆ ରାସ୍ତାରେ ନଉଛୁ? ମୁଣ୍ଡ ଖରାପ, ବିପି ଉଠାନି, 90 ଉଠିବ ବିପି। ଆରେ ଶୁଣେ ଶୁଣେ ଆଜ୍ଞା, ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗତକାଲି ଯାଇଥିଲେ ଆପଣଙ୍କର ମହାଶିବରାତ୍ରି। ଆଜ୍ଞା ଆଜ୍ଞା ମୁଣ୍ଡ ଖାଇଥିବେ, ମୁଣ୍ଡ ମା ମାନେ ମୁଣ୍ଡ ଖାଇ ଦେଇଥିବେ। ତାର ନୂଆ ଶାଢୀ, ଘିଅ, ଦୀପ, ଭୋଗ ସମସ୍ତ କଥା ମୁଣ୍ଡ ଖାଇ ଶୁଣି 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 ଆପଣଙ୍କର ମୁଣ୍ଡ ଗରମ ହେଇଯାଇଥିବ। ଆଉ ମୁଣ୍ଡ କାର ଖାଇବେ? ରହ, ପୁଅ କହିଛି କେତେ କଥା, ଝିଅ କହିଛି କେତେ କଥା, ଘର ଭିତରେ କେତେ ସମସ୍ୟା ଶୁଣି ଶୁଣି ଆପଣ ଅସ୍ତ ବ୍ୟସ୍ତ ବିରକ୍ତ, ଶେଷରେ ବିରକ୍ତ ହେଇକିରି କହିଲେ ଯାଉଛି ପଳେଇବି। ସେ ଏଠି ପାଲା ହଉଛି, ଟିକେ ଯାଇକି ହେଲେ ବସିବା, ସମୟ ଦବା। ଭଲ କଥା। ଅଯଥାରେ ଘରେ ଏ ସ୍ତ୍ରୀ କଥା ଶୁଣି ହବନି, ଝିଅ ପୁଅ ଘରର ସବୁ ଜଞ୍ଜାଳ, ଏତେ ଟେନସନ ଆଉ ନେଇ ହବନି। ଆଉ ସବୁ ଛାଡି ଦେଇ ଆପଣ ପାଲା ଦେଖିବାକୁ ପଳେଇ ଆସିଲେ। ଝିଅ ନାହିଁ ଆଜ୍ଞା ଏଠି, ପୁଅ ନାହିଁ ଏଇଠି, ସ୍ତ୍ରୀ ବି ପାଖରେ ନାହାନ୍ତି, ଘରର ଜଞ୍ଜାଳ କିଛି ନାହିଁ। ଆପଣ କେବଳ ଭାବୁଛନ୍ତି ଭଗବାନଙ୍କର କଥା, ଭଗବାନଙ୍କ ରସ ଭିତରେ ନିଜକୁ ହଜେଇ ଦେଇଛନ୍ତି, ନିଜକୁ ମଜେଇ ଦେଇଛନ୍ତି। କେବଳ ଶାନ୍ତି, କେବଳ ଶାନ୍ତି। ନା ନାଇଁ, ଏ ଶାନ୍ତି କଥା ବିଚାର କଲା ବେଳେ ଯଦି ମୁଁ ସତସଙ୍ଗ କରିବି, ତାହେଲେ ସାଧୁ ସଙ୍ଗରେ ମିଶିଲେ ସତସଙ୍ଗ। ସାଧୁ କହିଲେ ଆଜ୍ଞା ଚନ୍ଦନ ଟିକା, ଏଇ ତିଳକ, ରୁଦ୍ରାକ୍ଷ ବାଳ, ଦାଢି ଜଟା, ଇଏ ସାଧୁ କଥା ନୁହେଁ। କୋଉ ସାଧୁ କଥା ବହୁତ ବାଟ ଅଛି, ସିଆଡେ ଯିବିନି, ବିଷୟ ଟିକେ କହିବି, ପୁଣି ଆର ଭାଇ ଆସିଲେ ଗାଇବେ। ମୁଁ ତ ସାଧୁ କଥା କହୁ କହୁ ଆଜ୍ଞା ପଳେଇବ ସମୟ। ନା ନାଇଁ, ତେଣୁ ଟିକେ ସିଆଡକୁ ଯିବି, ସର୍ଟକଟ ରେ କହିଦେବି କେବଳ ସାଧୁ। ନା ନାଇଁ, ସାଧୁ ଆଜି ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ଆରେ ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ଦୁଗ୍ଧ ପାନ କଲେ ବଢଇ ଶକ୍ତି, ପାନ କଲେ ବଢଇ ଶକ୍ତି। ବର୍ଣ୍ଣବୋଧ ଭକ୍ତ କବି ମଧୁସୂଦନ ରାଓ କହିଲେ, ବର୍ଣ୍ଣବୋଧ ଆଉ ପିଲା ପଢୁନାହାନ୍ତି ଆଜ୍ଞା। ଛବିଳ ମଧୁବର୍ଣ୍ଣର ବର୍ଣ୍ଣବୋଧର ବିଲେଇ ଛବି ବଦଳି ଗଲାଣି। ସବୁ ଉଠିଗଲାଣି, ଏବେ ଖାଲି ଚାଲିଛି ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ସାଧୁ ମାନଙ୍କ ପାଖରେ ବସିଲେ ଈଶ୍ୱରଙ୍କ କଥା ଶୁଣିବେ, ଆଉ କଣ ଆଉ ଦୁଗ୍ଧ ପାନ କଲେ ମିଳଇ ବଢଇ ଶକ୍ତି। ଶକ୍ତି। ଆନନ୍ଦ, ଆଜ୍ଞା ଦୁଗ୍ଧ ପାନ କଲେ ଶକ୍ତି ବଢେ ରେ। नो ନେଭର, ଆଉ ନେଭର। ଏଇ ଏଇ କୁହ କୁହ, ଦୁଧ ପାନ କଲେ ବଢଇ ଶକ୍ତି। ଆଜ୍ଞା କହିବା କଥା, ଦୁଧ ପାନ କଲେ ଅଳ୍ପ ଦିନେ ମରିବୁ, ଯଦି ଟେକିବୁ ତାହେଲେ ବହୁତ ଦିନ ବଞ୍ଚିବୁ। ଆଉ କିଛି ଦିଶୁନି ତତେ? ଆଧୁନିକ ମାଳିକାକାର ଉଦୟନାଥ ସ୍ୱାଇଁ। ସାରେ ଏ ଗାଁରେ କେତେ ପିଲା ଦେଖୁଛ? ତୋର କଣ ଗଲା ଯେତେ ପିଲା? ତୁ ଅତିଶୟ ହଉଛୁ, ବୁଝିଲୁ? କହିଲା ମୁଁ ଆଉ ଉଠିବିନି। ଉଠିବୁନୁ କିରେ, ପିଲା ତାଙ୍କର ବସିଛନ୍ତି, ଏଇ ପିଲାମାନେ କାଲି ଦେଖିଲେ ଶିଖିଲେ କାଲି ପାଲା କରିବେ ନା? ତୁ କହୁଛୁ ଏତେ? ପିଲାଙ୍କ ଯୋଗୁ ପାଲା। ବୁଝିପାରିଲୁ ତ? ଆଉ ପିଲାଙ୍କ ଯୋଗୁ ପାଲା, ପିଲାଙ୍କୁ ଘୋଡେଇଲେ ହବ? ବାବୁରେ ଏଇଆଡେ ବସ, ଇଆଡେ ବସ। ବିଚାର ଦେଲେ, ଆନନ୍ଦ ଉତ୍ତର ଦଉଛି, କହିଲା ମଦ୍ୟପାନ କଲେ ବଢଇ ଶକ୍ତି। ଠିକ ଠିକ ଠିକ। ଆରେ ଶୁଣେ ଶୁଣେ, କୁହନ୍ତୁ ଆଜ୍ଞା। ଆଧୁନିକ ମାଳିକାକାର ଉଦୟନାଥ ସ୍ୱାଇଁ, ସ୍ୱାଇଁ କଣ କହିଲେ? ଗାୟକ କେଶରୀ ପଣ୍ଡିତ ଉଦୟନାଥ ରଥ ଶର୍ମାଙ୍କର ଜଣେ ଶିଷ୍ୟ, ମାଳିକାରେ କହିଲେ, କଣ କହିଲେ? ଆଜି ବଦଳି ଗଲାଣି ଯୁଗଳ ବାଉଳ, ଇଏ ଅଧର୍ମ ସଇ ମାଡି, ଇଏ ବାଉଳ ଲୋ ଅଧର୍ମ ସଇ ମାଡି, ବାଉଳ ଲୋ ସଇ ମାଡି। ଦହି କ୍ଷୀର ବୁଲେ ଦୁଆର ଦୁଆର, ମଦ ଦୋକାନରେ ଧାଡି। ଯୁଗ ବଦଳି ଗଲା। ଯୁଗ ବଦଳିଲା। ଏଠି ଆଗ ମଦ ଦୋକାନରେ ଧାଡି, ଧାଡି ଦହି କ୍ଷୀର ଦୁଆର ଦୁଆର ବୁଲି ବୁଲି ଡାକୁଛି, ହେଲେ ଦହି କ୍ଷୀର ପିଇବା ପାଇଁ ଲୋକଙ୍କର ଶ୍ରଦ୍ଧା ନାହିଁ। କାହାର ଏସନଫୁଲିଆ ବଢିଗଲାଣି, କାହାର ଥଣ୍ଡା ବଢିଗଲାଣି, କାହାକୁ କ୍ଷୀର ଗନ୍ଧ ହଉଛି, କାହାକୁ ଘିଅ ବାସ୍ନା ହଉଛି। ତାର କଫ ଜାକି ଦେଲାଣି। ବୁଝିପାରିଲୁ? କିନ୍ତୁ ମଦ ଦୋକାନରେ ଧାଡି,
କାହାକୁ ଡାକୁନି ଆଜ୍ଞା ସିଏ ନା ମଦ ବାଲା କାହାକୁ ଡାକୁଛି ନାଇଁ ନାଇଁ ସ୍ମୋକିଂ ଇଜ ଇଞ୍ଜୁରିୟସ୍ ଟୁ ହେଲ୍ଥ ସେ ଆଗ ଲେଖି ଦେଇଛି ମଦ ପିଇବା ବା ଡ୍ରିଙ୍କିଂ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ତା ଦ୍ୱାରା ସେ ଆଗ ଲେଖିଛି କିନ୍ତୁ ଆଗ ଆମେ ପଇସା ଦେଇକି ପଛେ ମଦ ଆଣୁଥାଉ ସତସଙ୍ଗ କେତେବେଳେ ହବ ମଦ ପିଇଲେ ବୁଝିପାରିଲୁ ହଁ ସଦା ମଦ ପିଇ ନା ନାଇଁ ପଚାରୁଛନ୍ତି ସାନ ଭାଇ ଭରତଲାଲ ନା ଉତ୍ତର ଦଉଛନ୍ତି ଭଗବାନ ରାମ ଠାକୁର କହିଲେ ଭରତରେ ସାଧୁ ସଙ୍ଗ ଶାନ୍ତିର କାରଣ କାରଣ ସାଧୁ ସଙ୍ଗରେ ବସିଲେ ତୁ ଜୀବନରେ ଶାନ୍ତି ମିଳିବ ବା ବା ତେଣୁ ଟିକେ ସାଧୁ ସଙ୍ଗ କଲେ କରେ ପଚାରିଲେ ଭରତଲାଲ ବ୍ୟସ୍ତ ହେବେନି କେହି ଆଜ୍ଞା ନାଇଁ 10-15 ମିନିଟ୍ ଭିତରେ କଥାକୁ ଶେଷ କରି ମୁଁ ଆପଣଙ୍କୁ ସାହିତ୍ୟ ଭିତରକୁ ନେବି ଆମ ଦୋକାନରେ ସବୁ ଅଛି ଖାଲି ଠିପି ଖୋଲାଟା ନାହିଁ ରହ କାହିଁ ଏମିତି ହଉଛି ଇଏ ପାଲା କରେଇ ଦବନି ନହେଲେ ନାଇଁ ଗାଁକୁ ପଳଉଛି ରହ ଏ ଛୁଆ ଏ ରହ ତେଣୁ ପଚାରିଲେ କହିଲେ ପ୍ରଭୁ ପୁଣି ସାଧୁ ତ ଚିହ୍ନିଲେ ସାଧୁ ସାଙ୍ଗରେ ବସିକି ସତ୍ସଙ୍ଗ କରିବି ସାଧୁ କେମିତି ଚିହ୍ନିବି କେମିତି ସନ୍ଥ ତୁଳସୀ କଣ କହିଲେ ଗୋସ୍ୱାମୀ ତୁଳସୀ ସନ୍ଥ ଶିରୋମଣି ତୁଳସୀ ଦାସ ଶ୍ରୀରାମଚରିତ ମାନସ ମହାଗ୍ରନ୍ଥ ଯେତେ ରାମାୟଣ ସମସ୍ତଙ୍କୁ ଥାକ କରି ରଖିଦେଲା ପରେ ସମସ୍ତଙ୍କ ଠାରୁ ନିମ୍ନରେ ଥିଲେ ରାମଚରିତ ମାନସ ସମସ୍ତଙ୍କୁ ତଳେ ଥୁଆ ହେଇଥିଲେ ଯେତେ ସବୁ ଗ୍ରନ୍ଥାକାର ଅଛନ୍ତି ଡାକିଲେ ଆଣନ୍ତୁ କେତେ ରାମାୟଣ କିଏ ସବୁ ଲେଖିଛନ୍ତି ରଖ ବିଚାର କରାଯିବ ସକାଳ ପାଇଲେ ଯାହାର ଗ୍ରନ୍ଥ ଉପରେ ଥିବ ତାହା ପ୍ରଭୁଙ୍କର ପୂଜ୍ୟ ଭାବରେ ପୂଜା ହେବ ଆଚ୍ଛା ସନ୍ଥ ତୁଳସୀଙ୍କର ଗ୍ରନ୍ଥ ନିମ୍ନରେ ଥିଲା ବା ତଳେ ଥିଲା ସକାଳ ପାଇଲା ବେଳକୁ ଉପରକୁ ଆପେ ଆପେ ଚାଲି ଆସିଛି ସେଇ ସନ୍ଥ ଶିରୋମଣି ଗୋସ୍ୱାମୀ ତୁଳସୀ ଦାସ କଣ କହିଲେ ରାମାୟଣର ଆଦର୍ଶବୋଧ କଥା ତୁଳସୀ ରାମାୟଣରୁ ଆଜ୍ଞା ବୁଝିବେ ହଉ ହଉ ସନ୍ଥ ତୁଳସୀ କହିଦେଲେ କଣ କହିଲେ କଣ କହିଲେ ଆଜି ସାଧୁ ଅସାଧୁ କିମିହ କରନି ଶ୍ରୀରାମ ସାଧୁ ଅସାଧୁ ୟାଙ୍କ ଭିତରେ ଯୋଉ ପାର୍ଥକ୍ୟଟା ବୁଝିଗଲେ ଅସୁବିଧା କିଛି ନା ଟିକେ ରୁହନ୍ତୁ ଆଜ୍ଞା ଆପଣ ଗାଇଲେ ରାମଚରିତ ମାନସ ହଁ ସାଧୁ ଅସାଧୁ କଥା ଗାଇଲେ ହଁ ଆପଣ ତ ଗାଇବେ ଠିକ ଜାଣି ଲାଗିଯିବେ ଏମିତି କଣ ହଉଛି ମୁଁ ତ ଜାଣିପାରୁନି 3 ପ୍ରକାର ବ୍ରେକ୍ କହୁଛ 10 ପ୍ରକାର ବ୍ରେକ୍ ଥୋଇଦେବି ଦେଖଉଛ ବ୍ରେକ୍ କଥା ମତେ ନାଇଁ ମ ତୁ ତ ଆଗରୁ ଗାୟକ ଥିଲୁ ଆଉ ଗାୟକ ଥେଲି ହଁ 1999 ମସିହାରେ ଯୋଉ ବାତ୍ୟା ହେଲାନି ତତେ ଲାଜ ସରମ ଅଛି ପାଳିଆ ମରି ଯା କାନରେ ବାଟ ନାହିଁ ଆଜ୍ଞା ଯିଏ କାନ ଫୋଡେନି ସେ କି ଗାୟକ ଆରେ କର୍ଣ୍ଣ ମନ୍ତ୍ର ନେଇକି କର୍ଣ୍ଣ ଭିତରେ ଓହର କଲେ ତାପରେ କୁଣ୍ଡଳଟା ପିନ୍ଧିବୁ ଇଏ ହଉଛି ଜ୍ଞାନର ପ୍ରତୀକ ଫୋଡେଇଥିଲି ସୁନା ଭିତରେ ପଶିଲାନି ଇଏ ଫୋଡେଇଥିଲା ଯେ ସୁନାଟା ତା ଭିତରେ ଗଲାନି ପରା ଆମର ବଡ କାହ୍ନୁକୁ ସୁନା ଛୋଟ ଫୋଡରେ ତ ପଶୁନି କହିବୁ ତୁ ଅତି ହଉଛୁ ବୁଝିଲୁ ବଦ୍ରି ଦେଖଉଛ ପାଲା ମତେ ବ୍ରେକ୍ ଦେଖିବା ତୁ ବ୍ରେକ୍ ମାରିବୁ ମାରିକି ଘାଣ୍ଟି ଦେବି ତୁ ପାଲା ଖାଇବି ନା ତୋ ବ୍ରେକ୍ ଦେଖିବି ଟିକେ ଟିକେ ଦେଖିଆ କେନେ ବ୍ରେକ୍ ଟିକେ ପକେଇଲି ଅଜା ବହୁତ ଦିନର ଘଣୀ ଆଜ୍ଞା ଶୃଙ୍ଗାର ବୀର କାରୁଣ୍ୟ ଭୂତ ହାସ୍ୟ ଭୟାନକ ନରସ କଥା ତା ଭିତରେ ତ ଟିକେ ଏଇ କଥା ଆସିବ ହଁ ଟିକେ କିଏ ଯଦି ଶୁଣୁଥିବେ ବ୍ୟସ୍ତ ହେବେ କହିବେ କାହିଁକି ଅଯଥାରେ ସମୟ ନଉଛନ୍ତି ଗାଁ କଥା ମାରିବି ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ତମର ତ ଏମିତି ଆଗୁଆ ପଛୁଆ କିଛି ହଉନି ଖାଲି ଏମିତି କଣ ଆଗୁଆ ପଛୁଆ ମାନ ଡିସ୍ ବ୍ରେକ୍ ହଉ ହେଲା ଏଥର ବ୍ରେକ୍ ଦରକାର ଆପାଜି ବ୍ରେକ୍ ଇଏ ସ୍ପ୍ଲେଣ୍ଡର ପ୍ରୋ ବ୍ରେକ୍ ନୁହଁ ଧମକାନି ମତେ ସରିଛି କଥା ସାଧୁ ଅସାଧୁର ବିଚାର କଲା ବେଳେ ଦିଟା ଉଦାହରଣ ଆସିଲେ ସନ୍ଥ ଶିରୋମଣି ତୁଳସୀଦାସ ସେଦିନ ଦିଟା ଉଦାହରଣ ଦେଲେ ଆଜ୍ଞା ସାଧୁ ଅସାଧୁ କିମିହ କରନି ଜିମି ଚନ୍ଦନ କୁଠାର ଆଚରଣୀ ଚନ୍ଦନ କହିଲେ ଆଜ୍ଞା ଚନ୍ଦନ ଗଛ କୁଠାର କହିଲେ କୁରାଡି ବା ଟାଙ୍ଗିଆ କାଠୁରିଆ ମା ଟାଙ୍ଗିଆକୁ ସଜ କରି
ଚାଲିଛି ସେଦିନ ଜଙ୍ଗଲକୁ ହଁ 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 କାଠ ଖୋଜୁ 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 ହଁ ଗୋଟେ ଚନ୍ଦନ ଗଛଟେ ହାବୁଡେ ପଡିଗଲା ଆଚ୍ଛା ଭାରି ଖୁସି ହେଲା କହିଲା ମୋ ସାତ ପୁରୁଷ ଆଜି ଉଦ୍ଧାର ହେଇଗଲେ ଆରେ ରେ ରେ ଏଇ ଗଛକୁ କାଟିକି ନେଇ ହଁ। ଖଣ୍ଡ ଖଣ୍ଡ କରି ମାରୁଆଡି ଦୋକାନରେ ଦେଇଦେଲେ ଆଚ୍ଛା କୋଟି କୋଟି ଟଙ୍କା ହବ ହଁ ହଁ ଗଛକୁ ହାଣିଲା ହଁ ଗଛକୁ ହାଣିଲା ହଁ ପାହାର ପରେ ପାହାର ହଁ ଗଛରେ ପାହାର ପରେ ପାହାର ପଡୁଛି ଚନ୍ଦନ ନୀରବ ଆନନ୍ଦ ଥରେ କଥାଟା ବୁଝ ଚନ୍ଦନ ନୀରବ ତତେ ହାଣିଲେ ଟାଙ୍ଗିଆରେ ତୁ ସମ୍ଭାଳିବୁ ବୁଝିପାରିଲୁ କଥା କିନ୍ତୁ ଚନ୍ଦନ ପାଟି କଲା କି ଆଜ୍ଞା ବୁଝିପାରିଲୁ କଥା ଆଜ୍ଞା କହିବା ଲୋକ ତ ମହତ ନୁହଁ ଆପଣ ମାନଙ୍କର ଅବିଭକ୍ତ ସମ୍ବଲପୁର ବର୍ତ୍ତମାନର ବରଗଡ଼ ମା ସରସ୍ୱତୀଙ୍କର ବୀଣାର ଝଙ୍କୃତ ହେଲା ସେଦିନ ବରଗଡ଼ରେ ଗଙ୍ଗାଧର ମେହେର ଚିର ରଙ୍ଗାଜୀବୀ ଗଙ୍ଗାଧର କହିଲେ ହଣା ଖାଉଛି ଚନ୍ଦନ ଗଛ କିନ୍ତୁ ନୀରବ ହେଇକି ଅଛି ଆଚ୍ଛା ପାଟି ଫିଟଉନି ନା ଆଉ କହିବା ଲୋକ ତ ମହତ ନୁହଁ ଇଏ ସହିବା ମହତ ଜନ ମା ସହି ନ ପାରନ୍ତି ବାଳକ ବାଳିକା କ୍ରୋଧେ ହୁଅନ୍ତି ଅଜ୍ଞାନ କହିବାକୁ ଲୋକ କେବେ ବଡ ନୁହେଁ ସହିବା ଲୋକ ଆଜ୍ଞା ବଡ ବଡ ଚନ୍ଦନ ଆଘାତ ଖାଇଲା ହଁ ହଣା ଖାଇଲା ହଁ ହଁ ଟାଙ୍ଗିଆ ଆଘାତରେ ସେଦିନ ମୂଳ ଚିତ୍ତ ହେଲା ଖସି ପଡିଲା ତଳେ ଚନ୍ଦନ ଗଛକୁ ଖଣ୍ଡ ଖଣ୍ଡ କରି କାଟିକି ନେଇ ବଜାରରେ ବିକ୍ରି କଲା ପରେ ଚନ୍ଦନ କୁଆଡେ ଗଲା ଆଜ୍ଞା ଚନ୍ଦନ ଚ ମହାପୁଣ୍ୟମ ପବିତ୍ର ପାପ ନାଶନ ଆପଦ ହରେତି ନିତ୍ୟମ ଲକ୍ଷ୍ମୀରେ ବସତ ସର୍ବ ଚନ୍ଦନ ଆଜ୍ଞା କିଏ ପାଦରେ ଲଗାଏ ଚନ୍ଦନ କୋଉଠି ଶୋଭା ପାଇଲା ହଁ ମସ୍ତ କରି ସାଧୁ ସନ୍ନ୍ୟାସ ମାନେ କିଣି ନେଲେ ଭକ୍ତ ମାନେ କିଣି ନେଲେ ପଣ୍ଡିତ ମାନେ କିଣି ନେଲେ ପ୍ରଥମେ ଘୋରି ଘୋରି ଆନନ୍ଦରେ ଟିକେ ନେଇ ପ୍ରଭୁଙ୍କ ମସ୍ତକରେ ଆଗ ଲଗେଇଦେଲେ ଲଗେଇ ବୁଝିଲୁ ଯିଏ ସହେ ପ୍ରଭୁ ତାକୁ ମୁଣ୍ଡରେ ବସାନ୍ତି ଯିଏ କହିବ 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 ସବୁବେଳେ ହଉଛି ସିଏ ବୁଝିପାରିଲୁ ଆମେ ଗୋଟେ ଉଦାହରଣ ଆଜ୍ଞା ନବା ସମସ୍ତେ ଆମେ ଜନ୍ମ ହେଇଛେ ହଁ ଆମ ସମସ୍ତଙ୍କ ପାଟି ଭିତରେ ବାପା 32 ଦାନ୍ତ ଅଛି ହଁ ପିଲା ଗୁଡା ପଳେଇଲେ ତୁ ଘୁଡେଇ ଦେଲୁ ଆଉ ତାଙ୍କୁ ପ୍ରଶ୍ନ ପଚାରିଥାନ୍ତି ତୁ କଣ କଲୁ ଆପଣଙ୍କ ପ୍ରକୃତି ଭଲ ନୁହଁ ବୋଲି ସେ ପଳେଇ 32 ଦାନ୍ତ ଭିତରେ ଆଜ୍ଞା ଗୋଟେ ଜିଭ ବୋଲି ଗୋଟେ ଜିନିଷ ଅଛି ଅଛି ପ୍ରତ୍ୟେକ ମୁହୂର୍ତ୍ତରେ ଆଜ୍ଞା ଜୀବ ହାତ ଯୋଡିକିରି ଅଛି କାହିଁକି 32 ଜଣ ଯାକ କଡମଡ କରୁଛନ୍ତି କେତେବେଳେ ଚୋବେଇ ଦେବେ ତାକୁ ମହତ ମଣିଷ ମହତ ପୁରୁଷ ହଉଛି ଜୀଭ ଆସିଲା ବେଳେ ସାଙ୍ଗରେ ଆସେ ଗଲା ବେଳେ ସାଙ୍ଗରେ ଯାଏ ଯାଏ ହେ ମୋର ମହିୟସୀ ମା ମାନେ ସମସ୍ତେ ଶ୍ରବଣ କରିଥାନ୍ତୁ ପିଲାକୁ ଏତିକି ଶିଖେଇଥାନ୍ତୁ ବାବୁରେ ତୁ ଜୀଭ ଭଳିଆ ହୁଅ ଦାନ୍ତ ଭଳିଆ ହୁଅ ନା ଦାନ୍ତ ହଁ ଅନୁଷ୍ଠାନ ଚାଲିଛି ଆଜ୍ଞା ହଁ ପଛରେ କେତେ ଟାହିଟା ପରା କରୁଥିବେ ହଁ କେତେ କଥା କହୁଥିବେ ହଁ ପଛରେ ଆସିବେ ହଁ ଆଗରେ ଯିବେ ବାସ୍ ପାଲା ଅଧା ହେଲା ବେଳକୁ ଆସିବେ ହଁ ପାଲା ସରି ନଥିବା ଆଗ ଉଠିକି ପଳେଇବେ ପଳେଇବି ଦାନ୍ତ ହଁ ଯୋଉ 2 ବର୍ଷ ବା 2.5 ବର୍ଷ ପରେ ଆମ ଦାନ୍ତ ଉଠୁଛି ମଲା ବେଳକୁ ଆଜ୍ଞା ଅଛି କହିବା ଲୋକର ଆୟୁଷ ସେତିକି କିନ୍ତୁ ସହିବା ଲୋକ ଯିଏ କେତେ ଥର ଯିବ ଆଜ୍ଞା କାମୁଡା ଖାଇଛି ଇଏ ଭାଇ 32 ଜଣ ଯାକ କେତେ ଥର ତାକୁ କାମୁଡି ପକଉଛନ୍ତି ବିଭୀଷଣ ମହାରାଜ କାନ୍ଦି କାନ୍ଦି କହୁଛନ୍ତି କହିଲେ ପ୍ରଭୁ 32 ଦାନ୍ତ ଭିତରେ ଜୀଭ ଯେମିତି ଅଛି ଏ ଲଙ୍କା କଟକ ଭିତରେ ମୁଁ ସେମିତି ଅଛି ଆପଣଙ୍କ ପାଦ ତଳରେ ଆଶ୍ରୟ ନେବାକୁ ଆସିଛି ଆଉ ଟିକେ ସମୟ ପରେ ସେ କଥାକୁ ମୁଁ ଆସିବି ଆଚ୍ଛା ଆଚ୍ଛା ଏ 32 ଦାନ୍ତ ଭିତରେ ସାଧୁ ଅଛି ସାଧୁ ଜୀବନରେ କେବଳ ସାଧୁ ଆଚରଣ କରୁଛି ନା ନାଇଁ ଜୀଭ ଜିମି ଚନ୍ଦନ କୁଠାର ଆଚରଣୀ ଚନ୍ଦନ ଆଜ୍ଞା ମୁଣ୍ଡରେ ଲାଗିଲା ଟାଙ୍ଗିଆଟା ଜୀବନ ସାରା ଆଜ୍ଞା କାଠ ହାଣି ଦାଢ ମରିଗଲା ଯେତେବେଳେ ବାପା ଦନ୍ଥଡା ହେଇଗଲା ବା ଅନ୍ଥଡା ହେଇଗଲା କାଠୁରିଆ କହିଲା ଏଇଟା ଦାଢ ମରିଗଲାଣି ତାକୁ ଟିକେ ଦାଢ କରିଦେବି ବୁଝିପାରିଲୁ କମାର ପାଖକୁ ନେଇକି ଗଲା କମାର ଶାଳରେ କହିଲା ଭାଇ ଦାଢ ନାହିଁ ଆଉ ତୋର ନା କୁରାଡିର ଏକା କଥା ଆପଣ କହିବା କଥା କୁମାର ପାଖକୁ ଟାଙ୍ଗିଆ ନେଇକି ଗଲା କହିଲା ମୋର ଦାଢ କମିଗଲାଣି ଟିକେ ଦାଢ ବସ ଆରେ ମୋ ଟାଙ୍ଗିଆର ଦାଢ କମିଗଲାଣି କହିଲା ମୋର ହେଇକି ଅଳ୍ପ ଦିନରେ ମରିବୁ ତୁ ମୁଁ ମଲେ ତମକୁ ମିଶେଇକି 29 ଗାୟକ ଖାଇଲି ତମେ 30ରେ ପାଳି ପଡିଛ ତତେ ଲାଜ ସରମ ନାହିଁ
କିନ୍ତୁ ଯୋଗ୍ୟ ପାଳିଆଟେ ଯେ ଆଜ୍ଞା 29ଟା ଦଳ ଛାଡ଼ିଲାଣି ଇଏ ଜାଣିଥିବେ ଏଥିରୁ ର ପାଟି କରିନି ଆଜ୍ଞା ସରିଛି କଥା। ସେଦିନ ବେଣ୍ଟକୁ ହୁଗୁଳି ଦେଇ କମାର କଣ କଲା ଟାଙ୍ଗିଆକୁ ପକେଇଲା ଆଜ୍ଞା ନିଆଁରେ। ଆଚ୍ଛା ଟାଙ୍ଗିଆ କହୁଛି ଭାଇ ରେ ହଁ ମତେ ତାତି ଯାଉଛି। ଆହା ନା କାହିଁ ତାତିଲାଣି କି ହଁ ରହ ବହୁତ ଗୁଡିଏ ମାଡ଼ ତୋ ଭାଗ୍ୟରେ ଅଛି ଆଜି ତ ତତେଇ ଦେବି ଆଉ। ଆଜି ତତେଇବି ଏଇ କହନି କିଛି ଆଜି ତତେଇ ମୋ ଭାଇନା ସିଆଡେ ଅଛନ୍ତି ପ୍ରଦୀପ ଭାଇନା କହିବେ ମତେ କହୁଛନ୍ତି କିରେ ଆଉ ନା 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 ନାଇଁ ଗାଣ୍ଡୁଆ ପକେଇ ଚୁପ୍ 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 ଗୋବର ଗୋଟିଆ କଥା ନାଇଁ 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 ମୋର ବଡ ଭାଇନା ତମେ ଖେଣୁଛ କାହିଁକି? ଏଇ ରହ ବାଦ ପାଲା ଆମେ କରୁନୁ ସହଯୋଗିତା ପାଲା କରୁଛୁ ତେଣୁ ମନ ଶୁଣିଥିଲେ ଭାଇନା ସିଆଡେ ମନକୁ ନବନି। ଟାଙ୍ଗିଆ ନିଆଁରେ ପଡିଲା କହିଲା କମାର ଟିକେ ଚକିକି ବୁଲେଇଲା ବେଳକୁ ବେଳ ଟାଙ୍ଗିଆ ଲାଲ ଟହ 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 ଭାରି ଲାଗିଲା। ଆଚ୍ଛା ଆଚ୍ଛା ଟାଙ୍ଗିଆକୁ ଷଣ୍ଢୁଆସରେ ଧରି ଟାଣି ଆଣିଲା। ହଁ ମୁଁ ଆପଣଙ୍କୁ ପ୍ରଥମେ ଗୋଟେ ଶ୍ଲୋକ ଗାଇକିରି ଶୁଣେଇଥିଲି ରାକାର ମୟ ଘନଂସ ମୋ କାର ଲେହି ମୋଚତେ। କମାର ତଳେ ଗୋଟେ ଲୁହାଟେ ପକେଇଛି। କମାର ଶାଳକୁ ଯାଇଛୁ ମୁଁ ମାସରେ 2 ଥର ଯାଉଛି। କଣ କରୁଛୁ ଯାଇକି? ମୋର ଦା ଯେତେବେଳେ ଅନ୍ତରା ହେଇଯାଉଛି ଦା ପଯାଉଛି ଖରା ଦିନେ ହଁ ଖରା ଦିନେ ହଇରେ ଖରା ଦିନେ ଦା ଦରକାର ହଉଛି ଆମର ଜୁଣ କୁଶ କାଟୁଛୁ। କୁଶ ବସରା ଗହଳି କରନା ମୋ କଥା ଟିକେ ଆଗକୁ ପଢୁ ସରିଛି ମା ସେ ରାକାରମୟ ଘନ ହଁ ହଁ ଅୟୋଘନ କହିଲେ ହାତୁଡି ଆଚ୍ଛା ମକାର ହଉଛି ଲେହି ଆଚ୍ଛା କମାର ଶାଳରେ ତଳେ ଗୋଟେ ଲୁହାଟେ ପୋତା ହେଇଛି ହଁ ତାପରେ ସେ ଥୋଇକିରି ଲୁହା ବାଡଉଛି ବାପା ବାଡ଼ଉଛି ଆଉ ନା ନାଇଁ କମାର ହାତୁଡିଟା ଉଞ୍ଚେଇଲା ତତଲା ଲାଲ ଟହ ଟହ ଟାଙ୍ଗିଆ ଟାକୁ ଲେହିବା ଲୁହା ଉପରେ ଥୋଇଲା ନା ନାଇଁ ମାଡ ଚାଲିଲା। ହେଲା ଚନ୍ଦନ କଥାଟା ବୁଝିଥିବେ ସମସ୍ତେ ନିଶ୍ଚୟ। ଚନ୍ଦନ ପ୍ରଭୁଙ୍କ ପାଖରେ ମୁଣ୍ଡରେ ଲାଗିଲା ସାଧୁ ସନ୍ଥ ଲଗେଇଲେ ଷଡ଼ଚକ୍ରରେ ଲଗେଇଲେ ସହିବା ଲୋକ ଚନ୍ଦନ ହେଇକି ରହିଲା ବା ସାଧୁ ସନ୍ଥ ହଉଛନ୍ତି ଚନ୍ଦନ। ବା ବା ଯୋଉ ଖଳ ଲୋକମାନେ ତ ଥଟ୍ଟା ପରିହାସ କରିକି ଆମ ପାଖକୁ ଆସୁନାହାନ୍ତି କହିଲେ ପାଲା କରୁଛନ୍ତି କି ବୋପାଲୋ ପାଲା ପାଲ ଥଟ୍ଟା ପରିହାସ କରୁଛନ୍ତି। ଦେଖିନୁ ଆମେ ପାଲା ଦୀନକୃଷ୍ଣ ଦାସ କହିଲେ କଣ କହିଲେ? ରସକଲ୍ଲୋଳରେ କଣ କହିଲେ ଆରେ କବିତା ବନିତା କବିତା ପିତା କବିତା ବନିତା କବିତା ପିତା କବିତା ବନିତା କବିତା ପିତା କବିତା ବନିତା କବିତା ପିତା କହିବା ଲୋକ ତାର ଉପମାତା କହିବା ଲୋକ ତେ ବହୁତ ପିତା କଲେ ଭଗତାକୁ ରସିକ ନେତା ରସିକ ନେତା ଆଉ ରହି ତାହାର କେତେ ଯୋଗ୍ୟତା ଆଜି କୁମତି ଗୁଆର କହିବା ଲୋକ ବଇ ମାତ ସାର ଦୀନକୃଷ୍ଣ କହିଲେ କବିତା ବନିତା କବିତା ପିତା ହଁ କବିତା ବନିତା ବୋଲେ କବିତା ବନିତା କବିତା ପିତା ଲତା ତୋର ଲତା କଥା ବହୁତ ମନେ ପଡୁଛି। କବିତା କିଏ କବିତା ବନିତା କିଏ କବିତା ହେଲା ଗୀତ ଆଉ କଣ? ଗାୟକ ଦେଖୁଛୁ ଆମକୁ ହଁ ତୁ କାହିଁ ଏମିତି ହଉଛୁ ପୁରାଣ ପଢି ପଢି 29 ବର୍ଷ ହେଲାଣି। କବିତା କିଏ ମଣ୍ଡା ଭଉଣୀ ରବି ଝିଅ ଆମ ଗାଁ। ତତେ ଲାଜ ସରମ ଅଛି? କାହିଁକି? ଆଁ? ମୁଁ କୋଉ କବିତା କଥା କହୁଛି ତୁ ଗୋଟେ ଝିଅ କଥା ଆଣିକି ଥଉଛୁ। ବୋଲି କବିତା ବୋଲେ ରବି ଝିଅ ବୋଲି ଶୁଣ କବି ଯୋଉ ରଚନା କରୁଛନ୍ତି ଗୀତ ତାହା ହଉଛି କବିତା। ଆଚ୍ଛା ବନିତା କିଏ? ବନିତା କହିଲେ ଝିଅ। ଅଳ୍ପ ଦିନେ ମରିବ। ଗାୟକରା କାହିଁ ଅଳ୍ପ ଦିନେ ମରିଯାଉଛ କହିଲ? ଆରେ ବ୍ୟାଖ୍ୟା ଭୁଲ କରୁଛ। ବ୍ୟାଖ୍ୟା କବିତା ଅର୍ଥ ହଁ ଲେଖିବା ହଁ ବନିତା ଅର୍ଥ କିଏ ପରିଆ ଝିଅ ଆମ ହଁ ଗାଁ ପରିଆ ସବୁ ଜାଗା ତମରି ଗାଁରେ ଅଛନ୍ତି ଆମର ଗାଁ ସୋୟା ତଳି ପଡିଛନ୍ତି। ବନ୍ଦରୀ ତମ ଗାଁର ସେ ଭାଇ ଯଦି କିଏ କୋଉଠି ଥବ କାନରେ ଶୁଣୁଥିବ କି ପଡିବ କହିବ ଭଲ ପାଲା କରୁଛି ଇଏ। କୁହନ୍ତୁ ହେ ମୋ ପରିବାର କଥା ଖାଲି ଯାଇ କହୁଛି। କୁହନ୍ତୁ କବିତା କବି ରଚନା କଲେ ରଚନା କଲେ କବି ରଚନା କଲେ କବିତା ବନିତା କବିତା ପିତା ପିତା କବିତାଟା ଯୋଉଠି ଯୋଉ ଝିଅ ହୁଏ କବି ହଉଛନ୍ତି ତା ବାପା। ବାପା ଯୋଉ କବି ଲେଖିଲେ କବି ତା ପିତା ପିତା କବି ହଉଛନ୍ତି ତାର ପିତା ପିତା କବିତାର ପିତା ପିତା ବୁଝିପାରିଲୁ। ବୁଝେଲା କହିବା ଲୋକ ତାର ଉପମାତା ହଁ ବାପା ଯିଏ ଗାଇକିରି ମଉସା କାହାକୁ ଆମକୁ ଅନୁକୂଳ କରିଦେଲେ ତେଲ ଖର୍ଚ୍ଚ ଉଠିଯାଉ। ମଉସା ନାଁ କଣ? ଆରେ କେଡେ ସାଇ କୃଷ୍ଣ ଆଜ୍ଞା। ତମକୁ ଅନୁକୂଳ ହେଲା 3 ଟଙ୍କା ମୋ ପାଇଁ ର କାଇଁ ତ ଆରେ ଆନନ୍ଦ ଆଜ୍ଞା
अरे पानी बाहुची के का बिलेरे मारुची की रे ଯାହା ଦେବା ମୂଳରେ ପାଣି ଦିଅ। लीलाद्री उदय माधव स्वरूप प्रफुल्ल पद्मनाभ ब्रजबंधु साधु सार्थ संत धने शरण विनायक वितीक्ष जगन्नाथ प्रभु जगदीश्वर जगन्नाथ सर्वरिष्ठ खंडन कंठ लाभ श्रेष्ठ उत्तर परमा विद्या बुद्धि परिपूर्ण कर सर्वे बोला निगवार होचंदी आज्ञा पिता ମଉସାକୁ କିଏ କଣ ଦବା କଥା ଦେଇକି ଆମେ ପଳେଇବୁ ଘଣ୍ଟେ ପରେ। କହିବା ଲୋକ ସାର୍ କଣ କହିଲେ ମୁଁ ଆଜ୍ଞା ମୁଁ ଗାଁକୁ ଯିବି କି? ସେ ଷ୍ଟେଜ ରୁ ଯିବା କଥା କଣ ଚାଲୁକି ଯିବି ରହ ଟିକେ କହିବା ଲୋକ ତାର ଉପମାତା ଆଜ୍ଞା ଯିଏ ଗାଇଲା ଯିଏ ଗାଇକିରି ଶୁଣେଇଲା ବା ଗାୟକ ଯେତେ ସବୁ ଆଲୋଚନା କଲେ ସେ ହେଲେ ସେ କବିତାର ମା ମା କବି ହେଲେ ବାପା ଗାଇବା ଲୋକ ହେଲେ ତାର ମା ମା କବିତାଟି ଯଦି ବିବାହ ହେଲା ବା କବିତା ଯଦି ଗୋଟେ ନାରୀ ହୁଏ ତା ସ୍ୱାମୀ କିଏ ନା କଲେ ଭୋଗ ତାକୁ ରସିକ ନେତା ଏଇ ଯୋଉ ରସିକ ମାନେ ବସିକି ତାକୁ ଉପଭୋଗ କରନ୍ତି ଶ୍ରବଣ କରନ୍ତି ଶ୍ରଦ୍ଧାରେ ଶୁଣନ୍ତି ସେମାନେ ହଉଛନ୍ତି କବିତାର ସ୍ୱାମୀ ସ୍ୱାମୀ ହଜବେଣ୍ଡ ବୁଝିପାରିଲୁ କେତେ ହେ ରହଇ ତାର ଯୋଗ୍ୟତା ଯୋଗ୍ୟତା ଏତିକି କଥା ହେଲେ ତାର ଯୋଗ୍ୟତା ବଢେ ବାବା କୁମତି ଗୁଆଁର ଗୁଆର ଏଇ ଯୋଉ କଥା ଆମେ ଆଲୋଚନା କରୁଛେ କିଛି ଥାଇ ଟାହିଟା ପରା କରୁଥିବେ କିଛି କଥା ଦୂରରେ ପକଉଥିବେ ଆମକୁ ଥଟ୍ଟା ପରିହାସ କରୁଥିବେ ଗୁଆଁର ଗୁଆର ଖଳ ପ୍ରକୃତିର ଲୋକ ବୁଝିପାରିଲୁ Yes. କୁମତି ଗୁଆଁର ଯୋଉ ଖଳ ପ୍ରକୃତିର ଲୋକମାନେ ଆମକୁ ପରିହାସ କରୁଛନ୍ତି ଥଟ୍ଟା ପରିହାସ କରୁଛନ୍ତି ସତସଙ୍ଗକୁ ବିରୋଧ କରୁଛନ୍ତି ଏଠି ବସୁନାହାନ୍ତି ବା କହିବା ଲୋକ ବୈମାତ୍ର ତାର ବାବା ବୈମାତ୍ର କହିଲେ କିଏ ସାବତ ଭାଇ ସାବତ ଭାଇ ଏ କବିତାର ଯେତେ ସବୁ ଖଳ ପ୍ରକୃତିର ଲୋକ ଦୂରରେ ଥାଇ ତାକୁ ତିରସ୍କାର କରୁଛନ୍ତି ସମାଲୋଚନା କରୁଛନ୍ତି ନିନ୍ଦା କରୁଛନ୍ତି ଆଉ ସେମାନେ ହଉଛନ୍ତି ସାବତ ଭାଇରେ ସରିଛି କଥା କମାର ଶାଳରେ ପଡିଛି ଲୁହା କମାର ଆଜ୍ଞା ଉଚେଇଛି ବାଡେଇବ ଲୁହା କହୁଛି ଭାଇରେ अच्छा ନା ରହ ସରିଲାଣି ଦୀପାରେ ମାଡ ଖାଇଲେ ତୁ ଘରକୁ ଯିବୁ ଆଉ କାହିଁ ଭାଇରେ ଡାକୁଛୁ ଏଠି ଚାଲିଛି କମାର ଶାଳ ଏ ଯେଉଁ ସତସଙ୍ଗ ରୂପୀ କମାର ଶାଳ ଭିତରେ ଆପଣ ମାନେ ବସିଛନ୍ତି ଏଠି ଚାଲିଛି ରାକାରମୟ ଘନଞ୍ଚ ମକାର ଲେହି ମୁଚ୍ୟତେ କଣ ରାମ राम ରା କହିଲା ବେଳେ ସାର୍ ପାଟିଟା ଉନ୍ମୁକ୍ତ ହେଇଯାଉଛି ପାଟି ଖୋଲି ଯାଉଛି ଆଜ୍ଞା ବାବୁରେ ପାଟି ବନ୍ଦ କରିକି ରା କହିହବ नहीं नहीं ଧନ କହିହବ ना ଶାସ୍ତ୍ରର ବିଚାର ଆଜ୍ଞା ବାବା ପାଟି ନ ଖୋଲିଲେ ମା ରା କହିହବ ନା ଓଠକୁ ଓଠ ଖୋଲିଲେ ଯାଇକି ରା କହିବେ ରା ରା ଅର୍ଥାତ୍ ଭିତରର ଅଳିଆ ଆବର୍ଜନା କୁଶ୍ଚିତ ବସ୍ତୁ ସବୁ ବାହାରକୁ ପଳେଇଲା ତା ପରବର୍ତ୍ତୀ ମୁହୂର୍ତ୍ତରେ ତେଳେ ରାମ ରାମ ମ ପଡିଗଲା ପଡିଲା ଓଷ୍ଟ୍ୟ ବର୍ଣ୍ଣ ପଫ ଭମ ମ ପଡିଲା ପରେ ଓଠ ବନ୍ଦ ହେଇଗଲା କଣ ହେଲା ଆଉ ବାହାରର ଅଳିଆ ଆବର୍ଜନା ଗୁଡା ଭିତରକୁ ଆଉ ପଶିବାର ନାହିଁ ना ଏତିକିରୁ ବୁଝିଲେ ବାବା ଏଠି ଚାଲିଛି ରାମ राम ହାତୁଡି ହଉଛି ରା ଲେହି ହଉଛି ମ ହାତୁଡି ହଉଛି ରା ଲେହି ହଉଛି ମ